ଥିବା ପ୍ରତ୍ୟେକଙ୍କୁ ଲର୍ଡ ଆଉ ଧନ୍ୟବାଦ ଜଣାଇ ଆପଣ ମାନେ ଯୋଗଦାନ କରିଥିବାରୁ। ଆସନ୍ତୁ ଆମେ ବାଇବେଲରୁ କିଛି ଅଂଶ ପାଠ କରି ଆଗାମୀ କାର୍ଯ୍ୟକ୍ରମକୁ ଯିବା। ଗୀତ ସଂଗୀତା 111 ପର୍ବରେ ଏହି ପ୍ରକାର ଲେଖାଯାଏ, ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି। ସଦାପ୍ରଭୁଙ୍କ କାର୍ଯ୍ୟ ସକଳ ମହତ୍, ଯେଉଁମାନେ ତହିଁରେ ସନ୍ତୁଷ୍ଟ ସେମାନେ ତାହା ସବୁ ଅନୁସନ୍ଧାନ କରନ୍ତି। ତାହାଙ୍କର କ୍ରିୟା ସମ୍ଭ୍ରମ ଓ ଗୌରବ ସ୍ୱରୂପ ଓ ତାହାଙ୍କର ଧର୍ମ ଅନନ୍ତକାଳ ସ୍ଥାୟୀ। ସେ ଆପଣାର ଆଶ୍ଚର୍ଯ୍ୟ କର୍ମ ସବୁ ସ୍ମରଣ କରାଇଅଛନ୍ତି। ସଦାପ୍ରଭୁ କୃପାମୟ ଓ ସ୍ନେହଶୀଳ, ସେ ଆପଣା ଭୟକାରୀମାନଙ୍କୁ ଆହାର ଦେଇଅଛନ୍ତି। ସେ ସଦାକାଳ ଆପଣା ନିୟମ ସ୍ମରଣ କରିବେ। ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶମାନଙ୍କ ଅଧିକାର ଦେଇ ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଅଛନ୍ତି। ତାହାଙ୍କ ହସ୍ତର କର୍ମ ସକଳ ସତ୍ୟ ଓ ନ୍ୟାୟ, ତାହାଙ୍କ ବିଧି ସକଳ ଅଟଳ। ତାହା ସବୁ ଅନନ୍ତ କାଳ ନିମନ୍ତେ ସ୍ଥିରୀକୃତ, ତାହା ସବୁ ସତ୍ୟତା ଓ ସରଳତାରେ ସାଧିତ। ସେ ଆପଣା ଲୋକମାନଙ୍କ ନିକଟକୁ ମୁକ୍ତି ପଠାଇଅଛନ୍ତି। ସେ ଅନନ୍ତ କାଳ ସେମାନେ ନିମନ୍ତେ ଆପଣା ନିୟମ ଆଜ୍ଞା କରିଅଛନ୍ତି। ତାହାଙ୍କ ନାମ ପବିତ୍ର ଓ ଆଦରଣୀୟ। ସଦାପ୍ରଭୁ ବିଷୟକ ଭୟ ଜ୍ଞାନର ଆରମ୍ଭ। ଯେଉଁମାନେ ତଦନୁଯାୟୀ କର୍ମ କରନ୍ତି, ସେ ସମସ୍ତଙ୍କର ସୁବୁଦ୍ଧି ହୁଏ। ତାହାଙ୍କର ପ୍ରଶଂସା ସଦାକାଳ ସ୍ଥାୟୀ। ଆମେନ୍। ଧନ୍ୟବାଦ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ମଙ୍ଗଳମୟ ପବିତ୍ର ପ୍ରେମମୟ ସ୍ୱର୍ଗସ୍ଥ ପିତା, ତୁମର ଧନ୍ୟବାଦ କରୁଛୁ, ଗୌରବ କରୁଛୁ, ପ୍ରଶଂସା କରୁଛୁ। ପବିତ୍ର ପ୍ରଭୁ, ଆମେ ବିଶ୍ୱାସ କରୁଛୁ ତୁମେ ଏଇ ଯୋଉ ମାଧ୍ୟମରେ ପ୍ରଭୁ ଉପସ୍ଥିତ ଅଛ ବୋଲି ଧନ୍ୟବାଦ ଦଉଛୁ। ପିତା ପରମେଶ୍ୱର, ଏତେବେଳେ ବାପା ପ୍ରାର୍ଥନା କରୁଛୁ ପ୍ରଭୁ ଗୋ, ପ୍ରତ୍ୟେକ ସ୍ଥାନରେ ପ୍ରଭୁ ବର୍ଷା ଘଡ଼ଘଡ଼ି ହେଉଛି ପ୍ରଭୁ, କରେଣ୍ଟ ମଧ୍ୟ ନାହିଁ, କିନ୍ତୁ ତୁମେ ଆମମାନଙ୍କୁ ସେ ସବୁରୁ ସୁରକ୍ଷା ଦେଇ ପବିତ୍ର ପ୍ରଭୁ ତୁମରି ନିମନ୍ତେ ବସିବା ନିମନ୍ତେ ପ୍ରଭୁ ତୁମର ପବିତ୍ର ଚଞ୍ଚଳକୁ ଆସିଛୁ। ପ୍ରଭୁ ତୁମେ ଦୟାକର, ଅନୁଗ୍ରହ କର, ସାହାଯ୍ୟ କର। ନେଟୱାର୍କର କୌଣସି ପ୍ରୋବ୍ଲେମ୍ ଯେପରି ନ ହେବ ଏଥିପ୍ରତି ତୁମେ ଦୟା କର ପ୍ରଭୁ ଗୋ। ତୁମର ଗୌରବ ପ୍ରଶଂସା, ତୁମର ବାକ୍ୟ ପ୍ରଭୁ ଯେପରି ସୁଚାରୁ ରୂପେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକଟି ବିଷୟ ସଫଳୀକୃତ ହେବ, ସେଥି ନିମନ୍ତେ ତୁମେ ଦୟା କର। ଯେତେ ଜଣେ ଆମେ ବସିଛୁ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ସୁସ୍ଥିର ମନ, ସୁସ୍ଥିର ଆତ୍ମା ଦିଅ ପ୍ରଭୁ। ତୁମର ଗୌରବ କରିବୁ, ତୁମର ପ୍ରଶଂସା କରିବୁ। ଏତେବେଳେ ବାପା ଆରାଧନା କରି ଆସୁଥିବା ଆଜ୍ଞାକୁ ମଧ୍ୟ ତୁମରି ଚଞ୍ଚଳରେ ସମର୍ପଣ କରେ। ପବିତ୍ର ପ୍ରଭୁ ତୁମେ ଦୟାକର, ଅନୁଗ୍ରହ କର, ସାହାଯ୍ୟ କର ପ୍ରଭୁ ଗୋ। ସେ ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟରେ ମଧ୍ୟ ଗୀତ ଗାଆନ୍ତି ପ୍ରଭୁ, ଏଥିପ୍ରତି ତୁମେ ଆଶୀର୍ବାଦ କର, ଦୟା କର ପ୍ରଭୁ, ସାହାଯ୍ୟ କର। ଗୌରବ ତୁମେ ନିଅ, ପ୍ରଶଂସା ତୁମେ ପାଅ। ପ୍ରାର୍ଥନା ଶୁଣିଲ, ଧନ୍ୟବାଦ ଦେଇ ଛୋଟ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛି ପିତା, ଆମେନ୍। ଧନ୍ୟବାଦ। ଏତେବେଳେ ଆମେ ଅନୁରୋଧ କରିବା, ଆମ ମଧ୍ୟରେ ଅଛନ୍ତି ପ୍ରଭୁଙ୍କର ଦାସ ଆଉ ବିଜୟ ଦେବେ ଆଜ୍ଞା। ମୁଁ ଅନୁରୋଧ କରିବି ସେ ସମ୍ମୁଖକୁ ଆସିବେ, ଆଜିର ଆରାଧନାରେ କଢାଇ ନେବେ। ଆଜ୍ଞା ନମସ୍କାର, ପ୍ରେଜ୍ ଦ ଲର୍ଡ। ବର୍ତ୍ତମାନ ଆପଣଙ୍କର ସମୟ। ଆପଣ थैंक यू बहुत बहुत धन्यवाद। रियल मिनिस्ट्री प्रयास प्रभु सुजोग धन्यवाद दिए प्रभु दास होस्ट को धन्यवाद दिए प्रत्येक कुमार ख्रीष्ट नमस्कार प्रेज द लॉर्ड जनाई। हालेलुया, प्रेज द लॉर्ड, प्रेज द लॉर्ड। प्रभु नाम धन्यवाद हो, गौरव हो। प्रभु सिस्टम धन्यवाद दिए से आज मीटिंग में डाकी प्रभु दास को धन्यवाद दिए। हालेलुया, प्रभु गौरव पातु, महिमा पातु। आसन परमेश्वर उपस्थित मत को जीवा आराधना करवा शुद्ध भाव में मणि मत आराम प्रभु आह्वान कर बहुत धन्यवाद दिए। प्रभु बड़े आशीर्वाद करतु। आसतु आम सप्तर प्रार्थना करके आराधना मध्य प्रवेश करवा। पिता परमेश्वर प्रभु तुम हस्तर में समर्पित हो, तुम दया कर, अनुग्रह अभिषेक कर, तुम धन्यवाद पाओ, तुम पूजा पाओ, प्रशंसा पाओ। आते तुम आत्मा प्रभु तुम स्पर्श कर, तुम छुई दियो, तुम ब्लेस कर पिता परमेश्वर प्रभु। आज आराधना प्रभु साधारण मुखर बाहरी गोटे शब्द नुहे प्रभु जे से आराधना तुम भेटी प्रभु तुमको धन्यवाद प्रभु बलिदान देवास बाहर प्रभु तुम आत्मा प्रत्येक तुम छुई दियो प्रभु, ब्लेस कर, अभिषेक परिपूर्ण कर प्रभु। सब विषय तुम समर्पित कर छोट प्रार्थना प्रभु, आमेन। हालेलुया, प्रेज द लॉर्ड। आसो तुम परिवार प्रेज द लॉर्ड, महिमा करवा, गौरव करवा। प्रेज द लॉर्ड, हालेलुया, धन्यवाद हो। धन्यवाद कहना प्रभु, हालेलुया।
सकल सृष्टि प्रभु तुम्हें स्वयं हो ईश्वर तुम्हें पथ तुम्हें सत्य तुम्हें अनंत जीवन प्रेज द लॉर्ड हालेलुया तुम्हें अनादि अनंत परमेश्वर प्रभु समस्त को धन्यवाद तुझा प्रेज द लॉर्ड हालेलुया थैंक यू फादर Thank you, Jesus. We worship you. We worship you. सकल सृष्टिर प्रभु तुम्हें स्वयं ईश्वर तुम्हें पद तुम्हें सत्य तुम्हें अनंत जीवन अनंत प्रभु अतग तुम्हें जीवित प्रभु मनकर प्रभु अतग तुम्हें जीवित ए प्राण कथा ओ प्रशंसानी बासी तुम्हें प्रशंसानिया गौरवमय तुम्हें ज्योतिर्मय समस्ते प्रशंसानी बासी तुम्हें प्रशंसानिया गौरवमय तुम्हें ज्योतिर्मय धन्यवाद गिना प्रभु प्रशंसा तुम्हें गिना स्तुति पूजा आराधना पाइयों को तुम्हें गिना हालेलुया प्रभु स्वर्ग और पृथ्वी का अधिकारी तुम्हें आता सर्वशक्तिमान है प्रभु प्रभु तुम्हें आता प्रभु थैंक यू फादर तुम्हें दयामय तुम्हें क्षमामय प्रभु तुम्हें जिसको प्रेममय परमेश्वर प्रभु अधिकारी तुम्हें अटा सर्वशक्तिमान प्रभु तुम्हें ही राजा मोरा ओ दयामय क्षमामय तुम्हें जिसु प्रेममय रोग संकटरे सदा उद्धारकारी आमरा ए मुक्तिदाता परमेश्वर ओ प्रशंसानी बसी तुम्हें प्रशंसानिया गौरवमय तुम्हें ज्योतिर्मय प्रशंसानी बसी तुम्हें प्रशंसानिया गौरवमय तुम्हें ज्योतिर्मय धन्यवाद गिरा प्रभु प्रशंसा तुम्हें देना स्तुति पूजा आराधना महिमा तुम्हें देना we worship Father praise the Lord hallelujah praise the Lord hallelujah यहोवा बहुत धन्यवाद करिबा praise the Lord hallelujah hallelujah से पूजा प्रशंसा पाइबार एकमात्र परमेश्वर प्रभु amen hallelujah he is worthy to be praised amen he is the only one God hallelujah प्रभु कर्म में उपस्थित में समर्पित है praise the Lord hallelujah से प्रशंसा निवासी परमेश्वर से प्रशंसनीय परमेश्वर hallelujah से राजा मान कर राजा से प्रभु मान कर प्रभु परमेश्वर अंति amen hallelujah hallelujah मिलकर परमेश्वर की महिमा करिबा praise the Lord गौरव करिबा प्रभु जी तेरी स्तुति प्रशंसा हो तेरी हर पल महिमा हो समस्त मिली में तेरी स्तुति प्रशंसा हो तेरी हर पल महिमा हो आमीन Oh Jesus तेरी स्तुति प्रशंसा हो तेरी हर पल महिमा हो तेरी स्तुति प्रशंसा हो तेरी हर पल महिमा हो
तू अवरनित है, तू सुंदर है, मेरा पहला पहला प्यार है। तू अवर है, तू सुंदर है, मेरा पहला पहला प्यार है। तेरी स्तुति प्रशंसा हो, यस फादर, तेरी हर पल महिमा हो, तेरी स्तुति प्रशंसा हो, तेरी हर पल महिमा हो। आमीन। थैंक यू फादर। प्रभु मोर निराशा व्यक्त में मुझे आशा विश्व परमेश्वर का प्रभु हालेलुया। मेरी निराशाओं भी मेरी आशा बना तू, मेरे खामोशियों को समझा तूने प्रभु। मेरे निराशाओं में मेरी आशा बना तू, मेरे खामोशियों को समझा तूने प्रभु। तू अवरनित है, तू सुंदर है, मेरा पहला पहला प्यार है। तू अवरनित है, तू सुंदर है, मेरा पहला पहला प्यार है। तेरी स्तुति प्रशंसा हो, आमीन। तेरी हर पल महिमा हो, यस फादर, तेरी स्तुति प्रशंसा हो, यस फादर, हालेलुया। तेरी हर पल महिमा हो, आमीन। प्रभु दिल की गहराइयों से प्रभु मैं तेरी आराधना करता रहूंगा। Praise the Lord. की गहराइयों में बसता तू ही प्रभु, तेरी इच्छाओं को मैं पूरा करता चलूं। दिल की गहराइयों में बसता तू ही प्रभु, तेरी इच्छाओं को मैं पूरा करता चलूं। तू अवरनित है, तू सुंदर है, मेरा पहला पहला प्यार है। तू अवरनित है, तू सुंदर है, मेरा पहला पहला प्यार है। तेरी स्तुति प्रशंसा हो, तेरी हर पल महिमा हो, आमीन आमीन आमीन। तेरी स्तुति प्रशंसा हो, तेरी हर पल महिमा हो। तू अवरनित है, तू सुंदर है, मेरा पहला पहला प्यार है। तू अवरनित है, तू सुंदर है, मेरा पहला पहला प्यार है। तेरी स्तुति प्रशंसा हो, तेरी हर पल महिमा हो, तेरी स्तुति प्रशंसा हो, तेरी हर पल महिमा हो, आमीन। हालेलुया। प्रेज द लॉर्ड। तेरी स्तुति प्रशंसा हो, तेरी हर पल महिमा हो, आमेन। हालेलुया। प्रभु तुमर गौरव हो। प्रेज द लॉर्ड। के हस्त प्रभु धन्यवाद करिबा। हालेलुया। अपने हाथ को उठाए प्रभु धन्यवाद करिबा। प्रेज द लॉर्ड, प्रेज द लॉर्ड। अपने हाथ को उठाए, प्रेज द लॉर्ड। वी वर्शिप प्रभु, तेरी स्तुति हो, तेरी महिमा हो पिता परमेश्वर। आज तुम्हारा अभिषेक मोह पर ले आसु, आज तुम्हारा सामर्थ मोह पर ले आसु, आज रियल मिनिस्ट्री प्रभु तुम्हारा सामर्थ ले आसु। प्रभु तू जैसा चाहता है वैसा कर, तू जैसा चाहता है अभिषेक कर प्रभु जी, मेरे ऊपर, मेरे परिवार के ऊपर, मेरे घराने के ऊपर प्रभु जी। हालेलुया। इस रियल मिनिस्ट्री के ऊपर प्रभु जी। हालेलुया। हर एक बंधन टूटने पाए, हर अंधकार की शक्ति टूटने पाए लॉर्ड। लेट योर विल बी डन लॉर्ड फादर, लेट योर विल बी डन लॉर्ड फादर। व्हेन यू आर विद अस फादर, हु कैन अगेंस्ट अस फादर। रिबरा शरावाला। हालेलुया। प्रभु तुम्हारा महिमा हो। प्रभु के प्रभु आज तू जैसा चाहता है वैसा कर प्रभु जी, आमेन। हालेलुया। प्रेज द लॉर्ड। रिबरा बाला बारा शंदरगला। हालेलुया। प्रभु तू जैसा चाहता है इस जगह में तू ऐसा कर। जय विधि तुम्हें चाहो उस बता करो, और तुम्हें हाथ पर तुमको ढाल दिया पिता। प्रेज द लॉर्ड फादर। समस्त वेले में से प्रभु जी हो तेरी स्तुति और आराधना हमें समस्त जानी चाहिए। प्रेज द लॉर्ड। हालेलुया। लॉर्ड तुम्हें हाथ पर तुमको भरा प्रभु, तुम्हें सामर्थ होकर भरा प्रभु। हालेलुया।
को भर, जो भी तो चाहे तू यहाँ पे कर। हालेलुया, हालेलुया, ओ हालेलुया, ओ हालेलुया, ओ हालेलुया, हालेलुया, आमीन। पिता परमेश्वर तू करुणा से नया दिन दिखाता है, तू ढाल बन के तुम्हें बचाता है परमेश्वर प्रभु। प्रभु तू आज हर एक को छू ले, तेरी आत्मा से दबे, तेरी सामर्थ से दबे। Yes, Father. करुणा से तेरे नया दिन दिखाता है, ढाल बनकर मेरी मुझे बचाता है। जब मैं पुकारूं तू दौड़ आता है, जब मैं गिरो मुझे उठाता है। Yes, Father. Hallelujah. Yes, Father. Hallelujah. Oh, hallelujah. Oh, hallelujah. 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 प्रभु सारे जहां में तेरे जैसा कोई नहीं है। ओ प्रभु तेरे जैसा कोई नहीं परमेश्वर प्रभु। ओ जीसस वी वर्शिप यू फादर। सारे जहां में तुझसा कोई नहीं, तुझको छोड़ कोई प्रभु है ही नहीं। तुझने मैं देखूं बस तेरे सामने, तू है मेरा प्रभु, तू मेरा पिता। हालेलुया, 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 ओ हालेलुया, हालेलुया, हालेलुया। Yes, Father. प्रभु तुम्हारे भवन में आंसू अछू, आज पुत्र को मंदात पर खंड चले जाओ, आज पुत्र को दुर्बल तक चले जाओ पिता परमेश्वर प्रभु। आज तुम स्पर्श करो प्रभु। हालेलुया, मुझे ब्लेस करो परमेश्वर प्रभु जी। तू छू ले परमेश्वर प्रभु। हालेलुया, तू छू ले। Thank you, Father. करुणा से तेरे नया दिन दिखाता है, ढाल बनकर मेरी मुझे बचाता है। जब मैं पुकारूं तू दौड़ आता है, जब मैं गिरो मुझे उठाता है। Yes, Father. Hallelujah. Yes, hallelujah. Hallelujah. Oh, hallelujah. 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 Oh, Jesus, we worship you, Father. We worship you, पिता परमेश्वर प्रभु जी। सारे जहां में तेरे जैसा कोई नहीं प्रभु, और तुझको छोड़ कोई प्रभु है ही नहीं प्रभु। हालेलुया, तुम्हें प्रशंसा पाए बारो। ओ प्रभु जी हालेलुया, प्रभु एकमात्र परमेश्वर प्रभु धन्यवाद। तुम्हें अनादि अनंत परमेश्वर प्रभु जी। हालेलुया, तुम्हें कृपामय, तुम्हें हालेलुया, तुम्हें ब्लेसिंग करता परमेश्वर प्रभु जी। हर बंधन टूट जाए प्रभु, हर अंधकार की शक्तियां टूट जाए लॉर्ड। हालेलुया, ओ पिता परमेश्वर, हर एक की जीवन में जो भी बाधाएं प्रभु टूट जाए पिता परमेश्वर, दो भाग हो जाए पिता परमेश्वर, उनके लिए रास्ते खुल जाए पिता
परमेश्वर प्रभु वो ऐसा अभिषेक आज इसराइल मिनिस्ट्री के ऊपर वो होने पाए खुदावन धन्यवाद दूचु प्रभु तुम हस्त में समर्पित होछु ए जयंत में संभाळियो ब्लेस करियो अभिषेक करियो धन्यवाद दूचु आगामी समय को तुम जो समर्पण करूछि विशेष कर तुम दास जो बाकी नहीं आसीबे तांको में सामर्थ सहित अभिषेक सहित प्रभु तुम्हें व्यवहार करो पिता परमेश्वर लेट योर विल बी डन पिता परमेश्वर तुम्हारी इच्छा तुम्हें सफल करो तुम दास को तुम्हें सामर्थ तुम्हें व्यवहार करो प्रभु जी हालेलुया पिता परमेश्वर जितने मीटिंग में उपस्थित समस्त तुम दौच पिता परमेश्वर तुम्हें छुआ स्पर्श कर प्रभु जार जे प्रकार आवश्यकता अच्छी आज तुम्हें ताहां से प्रकार प्रार्थनार उत्तर तुम्हें मिल जाओ पिता परमेश्वर ओ प्रभु से आनंद सहकार पिता परमेश्वर मेरी मीटिंग तो लेफ्ट हे से तुम्हें अद्भुत कार्य तुम्हें जीवन में खर प्रभु हालेलुया प्रेज द लॉर्ड प्रभु जी व्हाटएवर दे आर क्राई ओ लॉर्ड फादर ओ व्हाटएवर प्रभु जी जहाँ जहाँ जो क्रंदन विषय अच्छी प्रभु तुम्हें कही तुम्हें आम तुम विलाप को मैं नृत्य बदली करवा से प्रकार प्रभु तांगर विलाप पिता परमेश्वर तांगर क्रंदन आनंदर परिणत ही प्रभु जी मीटिंग को लेफ्ट करिवे पिता परमेश्वर लॉर्ड प्रभु जी हील देम लॉर्ड फादर टच देम लॉर्ड फादर ओपन द डोर फॉर देम लॉर्ड फादर प्रभु तुम्हें ब्लेस करो पिता परमेश्वर प्रभु तुम हस्तर समर्पण कर प्रभु जी आदर तुमको दे प्रभु जी छोटे प्रार्थना जी सुनकर मांगिल प्रभु तुम सुन कर पिता आमेन 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 प्रेज धन्यवाद आज्ञा सुंदर आराधना रे कढ़ाई नेले प्रभु वॉइस वॉइस सुबह आशीर्वाद के करो। वॉइस सुबह थे तो बताओ आज्ञा वॉइस सुबह थे तो मुगली शुभ जाऊँ आज्ञा आज्ञा ओके थैंक यू धन्यवाद आज्ञा सुंदर भावरे आ प्रभुंकर आराधना करी गले प्रभु आपन को आशीर्वाद करंतु सहवर्ती परमेश्वर हुंतु एई भली भावरे आहुरी तांकर राज्य कार्य निमंते सदा सर्वदा ऑफलाइन ऑनलाइन व्यवहार करथांतु परिवार को मध्य आशीर्वाद करंतु सहवर्ती परमेश्वर हुंतु बहुत बहुत धन्यवाद आज्ञा एते बेले आमे वाक्य श्रवण करबा निमंते जिबा आ आम मध्यरे अछंती आ रेवरेंड पीके पानी आज्ञा मु अनुरोध करी एत सम्मुख को आसबे आनीथिबा से स्वर्गीय माना पवित्र वाक्य को परिवेषण करेंगे आज्ञा नमस्कार प्रेज द लॉर्ड वर्तमान आपणकर समय आपण पढ़ाई प्रेज द लॉर्ड दीदी प्रेज द लॉर्ड धन्यवाद प्रेज द लॉर्ड वास्तव में मो प्रभु को धन्यवाद दिए आजिर एई प्रातः काल उपासना रे आज अनेक साधु मंडली प्रभु को पाद तले अपना को मुंड लुआई अल्प समय परमेश्वर गभीर उपस्थिति रे बसी सखासु वास्तव में यह आम एक गोटे सौभाग्यर विषय प्रभु अनुग्रह करिछंती मु विशेष करी मु धन्यवाद दिए रियल मिनिस्ट्री रो आ प्रतिष्ठाता आमनकर कर आज्ञा ठारे मु चिर कृतज्ञ से मते स्मरण कले आज प्रभुंकर वाक्य को परिवेषण करने प्रभुंकर वाक्य को भांगिबा अल्प समय चर्चा करने सुंदर सुजोग देथिबा तांको मो धन्यवाद दिए पुणी मो धन्यवाद दिए आज पवित्र उपासना रे जेते साधु मंडली प्रभुंक पाद तले बसचंती प्रत्येक प्रभुंकर दास दासी मानक मध्य मोर हृदयर कृतज्ञता और धन्यवाद मु जणाए तत्सहित धन्यवाद दिए आज परिचालना करतबा दीदी को मध्य से सुंदर भाव रे ए पर्यंत आजर परिचालना भार को से बहन करी कढ़ी आनिछंती जदि तो अनेक घड़घड़ी वर्षा सत्वे मध्य से हार मानि नांती प्रभुंक पाए समर्पण त्याग से आमे धन्यवाद करूछु पुणी मो धन्यवाद दिए विशेष करी आमर मदरे भाई दीप भाई पाए वास्तव में ताकर गीत हृदय स्पर्शी अनेक समय से गीत माध्यम आराधना माध्यम प्रशंसा करी अनेक आत्मा को शांति देवाई अनेक आत्मिक जीवन वृद्धि करने आहरी आराधना द्वारा अनेक आशीर्वाद कारण होती दीप भाई को मु धन्यवाद दिए वास्तव में आज उपासना द्वारा प्रभु गौरव पांतु प्रशंसा पांतु तेणु आसु यही समय विशेष करी आमे गोटे स्वतंत्र समय अच्छु अनेक दिनर व्यवधान परे आओ प्रभु मते ए सुंदर सुजोग देइछंती आपनक सम्मुख रे आसी अल्प समय संग वाक्यर साक्षी हेबा पाई तेणु आसु आमे समय को नष्ट करिबा नाई आज एक विशेष दिन जो दिन की एक विश्राम दिन
ପବିତ୍ର ଦିନ। ଏଇ ଦିନରେ ଆଜି ହଜାର ହଜାର ପୃଥିବୀରେ ବାସ କରୁଥିବା ସାଧୁ ମଣ୍ଡଳୀ ପ୍ରଭୁଙ୍କ ସେବା ଆରାଧନା କରିବାର ଦିନ। ଆଜି ମଧ୍ୟ ଆମମାନଙ୍କୁ ପ୍ରଭୁ ଏ ପ୍ରାତଃ କାଳରେ ନିଦ୍ରାକୁ ଭଗ୍ନ କରି ଆମେ ଶଯ୍ୟାକୁ ପରିତ୍ୟାଗ କରି ପ୍ରଭୁଙ୍କ ପଦ ତଳେ ଯେତେବେଳେ ଆମେ ଆସ୍ଥା ରଖି ଭରସା ରଖି ତାଙ୍କ ପଦ ତଳେ ବସିଛୁ, ପରମେଶ୍ୱର ବାକ୍ୟରେ ଷଷ୍ଠ ଲେଖା ଅଛି, ଅତଏବ ହେ ମୋର ପ୍ରିୟ ଭାଇ ମାନେ, ପ୍ରଭୁଙ୍କ ସେବାରେ ତୁମମାନଙ୍କର ପରିଶ୍ରମ ନିଷ୍ଫଳ ନୁହେଁ। ଆମେ ଯୋଉ ସମୟରେ ସମସ୍ତ କିଛି ପରିତ୍ୟାଗ କରି ଅଳ୍ପ ସମୟ ହଉ ପଛେ ପ୍ରଭୁଙ୍କ ପାଇଁ ଯେତେବେଳେ ସମର୍ପଣ ହଉଛୁ, ମୁଣ୍ଡ ଲୁଆଇଛୁ, ପ୍ରଭୁ ନିଶ୍ଚୟ ସେ ପରିଶ୍ରମ କେବେ ନିଷ୍ଫଳ କରିବେ ନାହିଁ। ତାହାର ପରିଶ୍ରମର ଫଳ ଅଛି, ଆଶୀର୍ବାଦ ଅଛି। ତେଣୁ ଆମେ କେବେ ମଧ୍ୟ ନୈରାଶ୍ୟତା କି ଭାଙ୍ଗି ପଡିବା ନାହିଁ। ପ୍ରଭୁଙ୍କ ପାଇଁ ଯେତିକି ସମୟ ଦେବା ସେତିକି ଆଶୀର୍ବାଦ ମୋ ଜୀବନରେ ଆପଣଙ୍କ ପରିବାରରେ ବ୍ଲେସ ଆସିବ ହିଁ ଆସିବ, ଏହା ଜାଣିବା ଦରକାର। ତେଣୁ ପ୍ରଭୁଙ୍କ ନାମ ଧନ୍ୟବାଦ ହଉ। ତେଣୁ ଆସୁ ଆମେ ଅଳ୍ପ ସମୟ ପ୍ରଭୁଙ୍କର ବାକ୍ୟରୁ ଆମେ ଚର୍ଚ୍ଚା କରିବା। ଆଉ ଆପଣମାନେ ମୋ ସହିତ ବାହାର କରିବେ ଆଜିର ଚିନ୍ତା ନିମନ୍ତେ ଯୋଉ ଶାସ୍ତ୍ରାଂଶଟି ମନୋନୀତ କରାଯାଇଛି, ପ୍ରଥମ କରନ୍ତି ତାର 10 ଅଧ୍ୟାୟ ତାର 12 ପଦ। ପ୍ରଥମ କରନ୍ତି ତାର 10 ଅଧ୍ୟାୟ 12 ପଦ। ଆଉ କୌଣସି ଭାଇ କିମ୍ବା ଭଉଣୀ ମତେ ଆଜିର ଏ ଶାସ୍ତ୍ରାଂଶଟି ଅଧ୍ୟୟନ କରି ମତେ ସାହାଯ୍ୟ କରିବେ। ଏଣୁ ଯେ ଆପଣାକୁ ସ୍ଥିର ବୋଲି ମନେ କରୁ, ସେ ଯେପରି ପତିତ ନ ହୁଏ ଏଥିନିମନ୍ତେ ସେ ସାବଧାନ ହେଉ। ପ୍ରେଜ୍ ଦ ଲର୍ଡ। ଥ୍ୟାଙ୍କ ୟୁ ସିଷ୍ଟର, ଧନ୍ୟବାଦ। ଆଉ ପ୍ରଭୁ ଆପଣା ବାକ୍ୟ ଉପରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଏ ଶାସ୍ତ୍ରାଂଶ ଦ୍ୱାରା ପ୍ରଭୁ ଗୌରବମାନ ପାଆନ୍ତୁ। ଆସୁ ଆମେ ପଦେ ସଂକ୍ଷିପ୍ତରେ ପ୍ରାର୍ଥନା କରିବା। ଆଉ ଆମଙ୍କ ମଧ୍ୟରେ ପ୍ରଭୁଙ୍କ ଦାସ ଆମଙ୍କର ଜିଓଦଗିରି ଆଉ ମଧ୍ୟ ରହି ପ୍ରଭୁଙ୍କ ସେବା କରୁଥିବା ପାଳକ ପରିଚାରକ ଅଛନ୍ତି, ସଂକ୍ଷେପରେ ପ୍ରାର୍ଥନା କରିବେ। ଆମଙ୍କର ପାଳକ ମାସ ପ୍ରେମ ଈଶ୍ୱରଗ୍ରସ୍ତ ପିତା, ତୁମ ନାମ ଧନ୍ୟବାଦ, ପ୍ରଶଂସା, ଗୌରବ, ମହିମା ସମ୍ଭ୍ରମ କରୁଛୁ। ଆଉ ତୁମର ପ୍ରିୟ ଦାସ ଏଇ ସମୟରେ ବାକ୍ୟ ନେଇ ବାହାରୁଛନ୍ତି। ଆମେ ତୁମ ନିକଟରେ ତୁମ ପ୍ରିୟ ଦାସଙ୍କୁ ସମର୍ପଣ କରୁଛୁ। ବାକ୍ୟ ଦେଇ ପ୍ରଭୁ ତୁମେ କଥା କୁହ, ପ୍ରଭୁ ଆତ୍ମାରେ ଅଭିଷେକ କର। ତାଙ୍କ ବାକ୍ୟ ମାନେ ଶ୍ରବଣ କରୁ କରୁ ଯେମନ୍ତ ଆମେ ତୁମ ନିକଟବର୍ତ୍ତୀ ହେବାକୁ ପାରିବୁ, ତୁମେ ଅନୁଗ୍ରହ ଦିଅ। ତୁମ ଦାସଙ୍କୁ ସମ୍ପୂର୍ଣ୍ଣ ଅଧିକାର କରି ସେ ବାକ୍ୟର ଗଭୀର କର୍ମକୁ ପ୍ରଭୁ ପ୍ରକାଶ କରିବା ପାଇଁ ସାହାଯ୍ୟ ପ୍ରଦାନ କର। ଆତ୍ମାରେ କର। ଆମେ ଯେତେ ଉପସ୍ଥିତ ଅଛୁ ପ୍ରତ୍ୟେକ ମଧ୍ୟ କୃପା କର। ଗୌରବ କେବଳ ତୁମର ହଉ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା ଉତ୍ସର୍ଗ କରୁଅଛୁ, ଆମେନ୍। ଥ୍ୟାଙ୍କ ୟୁ ପାଳକ ମହାଶୟ, ପ୍ରାର୍ଥନା ମାନଙ୍କୁ ସାହାଯ୍ୟ କଲେ। ବାସ୍ତବରେ ଆମେ ଦେଖୁଛୁ ସାଧୁ ପାଉଲ ଯେ କି ଦିନ ଥିଲା ତାଙ୍କ ଜୀବନର ଚରିତ୍ର ଆମେ ଦେଖୁ, ତାର କ୍ୟାରେକ୍ଟର ଆମେ ଦେଖୁ, ଯେ କି ଦିନ ଥିଲା ଏଇ ପ୍ରକାର ଏକ ଜଣେ ଦୁର୍ଦାନ୍ତ ଖ୍ରୀଷ୍ଟ ବିରୋଧୀ, ଏଇ ପ୍ରକାର ଏକ ସାଉଲ ନାମରେ ପରିଚିତ, ଯେ କି ଏକ ଭୟଙ୍କର ଭାବରେ ସେ ଜଣେ ଗୋଟେ ଦୁର୍ଦାନ୍ତ ବ୍ୟକ୍ତି। ଆଜି ସେ ଜଣକ ବ୍ୟକ୍ତି ଯେତେବେଳେ ପରମେଶ୍ୱରଙ୍କର ଭୟଙ୍କର ହସ୍ତରେ ପଡି ତାଙ୍କର ସମସ୍ତ କ୍ୟାରେକ୍ଟର, ତାଙ୍କର ଜୀବନ ସମସ୍ତ ବିଷୟ ଗୋଟେ ଭିନ୍ନ ହୋଇଯାଇଛି। ଆଉ ତାର ପୂର୍ବ ଜୀବନ ଆଉ କିଛି ନାହିଁ। ଆଉ ସେଇ ବ୍ୟକ୍ତି ଜଣକ ଆଜି ସେ ଲେଖି ପ୍ରକାଶ କରୁଛନ୍ତି। ଆଉ ସାଧୁ ପାଉଲ କରନ୍ତୀୟ ମଣ୍ଡଳୀକୁ ସାଧୁ ପାଉଲ ଅତି ଷଷ୍ଠ ଭାବରେ, ଅତି ପ୍ରାଞ୍ଜଳ ଭାବରେ ସେ ଗୋଟେ ଅତି ଉତ୍ସାହଜନକ ବାକ୍ୟ ପ୍ରକାଶ କରୁଛନ୍ତି କରନ୍ତୀୟ ମଣ୍ଡଳୀର ସାଧୁ ମଣ୍ଡଳୀକୁ। ଆଜି ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମେ ଦେଖୁଛୁ ଏଠି ସୁନ୍ଦର ଭାବରେ ଲେଖା ଅଛି। ସାଧୁ ପାଉଲ କହୁଛନ୍ତି, ଏଣୁ ଯେ ଆପଣାକୁ ସ୍ଥିର ବୋଲି ମନେ କରେ, ଯେ ଆପଣାକୁ ସ୍ଥିର ବୋଲି ମନେ କରେ, ସେ ଯେପରି ପତିତ ନ ହୁଏ ଏଥିପାଇଁ ସାବଧାନ ହେଉ। ପ୍ରିୟ ପ୍ରଭୁଙ୍କର ସେବକ ମାନେ, ଖ୍ରୀଷ୍ଟ ମଣ୍ଡଳୀ, ପ୍ରଭୁଙ୍କର ଦାସ ଦାସୀ ମାନେ, ଏଠି ପାଉଲ କାହିଁକି
साधु मंडली करंतियों को मंडलीर साधु मंडली को एई एक बार्ताटी प्रकाश करुछंती। आज अनेक समय होई पारे करंती मंडली गोटे 30 वर्षर ख्रीस्टियान ही पारे, 40 वर्षर ख्रीस्टियान ही पारे, 50 वर्षर आउ ख्रीस्टियान ही पारे, आउ 25 वर्षर आउ ख्रीस्टियान ही पारे, कि 70 वर्षर भी ख्रीस्टियान ही पारे। होई पारे करंती मंडली मध्यरे होई पारे सब किछि टैलेंटेड थाई पारे, साधु मंडली सेवा उपासना रे बात पड़ी नांती, सब किछि थाई पारे। किंतु पाउलो जितेबेले करंती मंडली को से परिदर्शन कला बेले से किछि गोटे विषय देखुछंती, ताको जीवनर विषय, ताको आध्यात्मिक क्षेत्र मध्यरे, आध्यात्मिक परिवेश मध्यरे कोन सब उणार विषय रहिछि, को सब विश्वासर उणार विषय रहिछि, आ को विषय ताकर समस्त पतनर विषय रहिछि। साधु मंडली करंती मंडली को ई वार्ता दउछंती, अति सुंदर भाव लेखा अछि, एनु जे आपना को स्थिर बोली मने करे से जेपरि पतित न हुए एथि पाई सावधान हेउ। प्रिय प्रभुंकर दास माने अनेक समय आमे जे कोनसी आध्यात्मिक परिवेश रे होना कहीं, विश्वास रे ना हो कहीं, आत्मिक क्षेत्र रे होना कहीं, उपासना रे होना कहीं, व्यक्तिगत पारिवारिक मांडलिक जीवन यात्रा रे अनेक समय आमे स्थिर बोली आमे मने करि थाओ। आमे स्थिर रे अछु, आमे बहुत भल रे अछु, हमर सेवा उपासना ठीक चलीची, हमर सब किछि आध्यात्मिक जीवन ठीक अछि, हमर विश्वास ठीक अछि, हमर प्रार्थना ठीक अछि, हमर उपासना ठीक अछि, हमर सेवा कार्य ठीक अछि, हमर सब किछि ठीक आमे अनेक समय भाव। किंतु परमेश्वर वाक्य साधु पाउलो कहउछंती, एनु जे आपना को स्थिर बोली मने करू अछि से जेपरि पतित न हो, पतन न हो, एथि पाई सावधान हेबा दरकार। हाँ, हमर सेवा कार्य होय तो उत्तम होई पारे, हमर दान दक्षिणा उत्तम होई पारे, हमर मंडली साधु मंडली उत्तम सेवा उपास उद्योग रही थाई पारे, हमर व्यक्तिगत जीवन प्रभु को सहित उत्तम संपर्क थाई पारे, विश्वास निश्चय स्थिरता दृढ़ता थाई पारु, हमर जीवन हमर परिवार अति उत्तम भाव प्रभु को पाए निश्चित सुसंपर्क स्थापन करी उत्तम जीवन यापन करि थाई पारु, कि विश्वस्त जीवन काटी था तो प्रार्थना रे जीवन काटी दे था पारु, वाक्यर स्थिरता में थाई पारु। किंतु साधु पाउलो कहउछंती जेपरि तमे पतित न हबो, पतनर कारण न हबो, से सबु एथि पाई सावधान हेबा दरकार। प्रिय प्रभु को लोक माने तेरो आजी सेथि पाई साधु मंडली से विश्वास वर्ग कहउछंती, तुम पाखे सब विषय टैलेंट सब कार्य ठीक अछि बोली तमे जे मने करू अछो, भल विषय, किंतु जेपरि तमे पतनर कारण न हबो एथि पाई सावधान रहबा दरकार। जितने ओवर स्मार्ट है कि आमे जीवन काटू से समय ताहा पतनर कारण, किंतु सेथि पाई साधु पाउलो करंती लोक मान जीवन विषय को से देखिले आउ ए अंशटे आउ से प्रकाश करूछंती, एनु जे आपना को स्थिर बोली मने करूछि से जेपरि पतित न हुए एथि पाई आपना को सावधान हेबा दरकार, स्थिरता रखिबा दरकार, जागृत हेबा दरकार, सचेतन हेबा दरकार। कारण केते बेले हमरे लक्ष्यभ्रष्ट हेबा, केते पतनर कारण हबो कहि परिबा नै, किंतु से समस्त विषय को धरि रखी स्थिरता रहिबा आवश्यकता रहिछि। हां, तेरे गुरु प्रिय प्रभु को लोक माने आमे स्थिरता बोली दल मने करूछु, किंतु एथि पाई पतन न हेबा, एथि पाई सावधान हेबा दरकार। तेरे गुरु आजिर मोर मुख्य टॉपिक रहिबो, आज एई वाक्य उपरे मोर मुख्य शीर्षक मुख्य प्रसंग रहिबो, हे ख्रिस्टियान सावधान। आज शास्त्रांश अनुसार मोर मुख्य शीर्षक रहिबो, हे ख्रिस्टियान सावधान। ताहारी उपरे मुख्य तोटी पॉइंट आपनक सम्मुखरे उपस्थापन रखिया को चाहे। को विषय रे गुडी ख्रिस्टियान निजको से स्थिर बोली मने करूछि ठीक अछि, किंतु जो आउ से जेपरि पतन न हुए एथि पान को सावधान हेबार अछि। को विषय रे जने ख्रिस्टियान सावधान हेबा दरकार, सतर्क रहबा दरकार, सचेतन जागृत रहबा दरकार। तेणु ता उपरे मो अल्प समय
गोटे आउ गोटे ख्रीष्ट विश्वासी हिसाब रे गोटे मंडली हिसाब रे आउ गोटे ख्रीष्ट विश्वासी गोटे मंडली हिसाब रे जड़े कि प्रकार भाव रे आउ ख्रीष्टीय जीवन रे सावधान हेबा दरकार तेरे वाक्य तेरे आज टॉपिक रहिबो हे ख्रीस्टियन सावधान तर आसु आम देखा पाउछु जे आजर शास्त्रांश अनुसार जेपरी आमको आम जो स्थिर बोली मन करूछु जेपरी आपण माने जेपरी पतित न हेबा एतिपा आम सावधान हेबा दरकार तेणु प्रथम विषय आम अनेक समय स्थिर बोली मन करूछु ठीक अछि विश्वास ठीक अछि प्रार्थना ठीक अछि वाक्य ठीक अछि सबरे मु ठीक बोली भाबुछु किंतु अनेक समय आम कौन होछु पतन हो जाउछु दुर्बल हो जाउछु पतित हो जाउछु तेणुक साधु पाउल ख्रीस्टियान मान को एक कथा गोटे कहउछंती हे ख्रीस्टियान सावधान तेणु आसु प्रथम विषय देखिबा के विषय गोटे ख्रीष्टीय परिवार गोटे ख्रीष्ट विश्वासी जड़े सेवक जड़े नेता सावधान हेबा दरकार होई पर ता पाखरे से 30 वर्षर ख्रीस्टियान ही पारे 40 वर्षर ख्रीस्टियान ही पारे 50 वर्षर ख्रीस्टियान ही पारे 100 वर्ष जुबलीर ख्रीस्टियान ही पारे किंतु ता जीवन रे को सब विषय से सावधान सचेतन जागृत रहबा दरकार ए घड़ी संधि मुहूर्त रे ए भयंकर परिस्थिति रे हमको जानिबा दरकार तेणु प्रथम विषय प्रथम पितर 5:8 पद पढ़ा प्रथम पितर 5:8 अति जनाशुना पुस्तक प्रथम पितर 5:8 के मते साहाय्य करिवे जल्दी प्रथम पॉइंट सचेतन होई जाग्रत रुह सचेतन होई जागृत रुह ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ ଏହା ଖୋଜି ବୁଲୁଅଛି। प्रेज द लॉर्ड सचेतन होई जागृत रुह तुमर विपक्ष शैतान से सिंह प्राय गर्जन करी काहाकू ग्रासिबो एहा से खोजी बुलु अछि से खोजी बुलु अछि से सिंहर रूल से बाघर रूल भली से तांकरी लोक मानकू से खोजी बुलु अछि एथिपाई हमको सावधान रहिबाकू हबो जागृत रहिबाकू हबो सचेतन रहिबाकू हबो स्थिरता रहिबाकू हबो जगतपति शैतान रो शक्ति ओ फांदरू आमको सावधान रहिबाकू हबो शैतान रो समस्त शक्ति फांदरू योजना संकल्प से करूछि तांकुरी ख्रीष्ट साधु मंडली को ख्रीष्ट धर्म परायण जीवन काटुथिबा प्रभु को भय करी अहरह प्रभु को सेवारे जीवन काटुथिबा ख्रीष्ट विश्वासी मंडली को ख्रीष्ट साधु मानकू आ ख्रीष्ट परिवार को पिला मानकू मंडली को से छिन्न भिन्न करिबा पाई से विच्छेद करिया पाई से कौन पूछंती से खोजी बुलु अछि प्रिय प्रभु लोक माने आमे विश्वास स्थिर अच्छी बोली मन करूछु सत ठीक अच्छी किंतु जब पतन कारण न हुए एथिपाई सावधान हेबा तेणु आमे कोटु सावधान हेबा प्रथम विषय होची शैतान से तार शक्ति को से प्रयोग करी तार योजना तार संकल्प को से बाहर करूची जे कि प्रकार भाबरे जोड़े ख्रीष्ट विश्वासी को गोटे ख्रीष्ट मंडली को से पतन करिवा पाई आ से छिन्न भिन्न करिवा पाई से सिंहर रूल नहीं कि से खोजी बुलुची से गर्जन करुची आज प्रिय प्रभु लोक माने शैतान रो समस्त शक्ति ठू फांदरू जालरू हमरको सुरक्षा रहबो हबो सावधान हेबाको हबो सचेतन हेबाको रहइबो कारण शैतान से केते बेले काहाकू ग्रास करिवो पतन करिवो केते बेले काहाकू छिन्न भिन्न करिवो कही हुई नहीं से शैतान अनेक वर्तमान तार शक्ति से प्रयोग करुची तार शक्ति से प्रयोग करी से खोजी बुलुची को मानकू जो माने ख्रीष्ट विश्वास रे दृढ़ अछंती जो माने ख्रीष्ट कठारे अछंती ख्रीष्ट कठारे विश्वास रे दृढ़ अछंती प्रार्थना जीवन काटुचंती वाक्य जीवन काटुचंती उपासना जीवन काटुचंती आ धार्मिक जीवन काटुचंती भयर जीवन काटुचंती प्रभु कठारे अहर मुंड नुआइछंती प्रभु को सेवा रे जीवन काटुचंती एई प्रकार ख्रीष्ट विश्वासी मानकू ख्रीष्ट कठारु विच्छेद करिया पाई प्रार्थना रे विच्छेद करिया पाई वाक्य विच्छेद करिया पाई विश्वास रे छिन्न करिया पाई से अनेक समय ताको विश्वास को भांगी देबा पाई शैतान से सिंहर रूप नेकी से खोजी बुलुची ताको लोक मान को विच्छेद करिया पाई छिन्न भिन्न करि देबा पाई तेणु आपना को हमें
ସ୍ଥିର ବୋଲି ମନେ କରୁଛୁ ଠିକ ଅଛି, କିନ୍ତୁ ଯେମିତି ପତିତ ନ ହେବା ସାବଧାନ ହେବା ଦରକାର। କେତେବେଳେ କଣ ହବ, କିଛି କଣ ଘଟିବ ଆମେ କହିପାରିବା ନାହିଁ। କାହିଁକି ଶୈତାନର ଶକ୍ତି ବି ଅନେକ ଅଛି, ତାର ବି ପାୱାର ଅଛି। ସେ କେତେବେଳେ କାହାକୁ କଣ କରିବ କିଛି କହିବୁ ନାହିଁ। ତେଣୁ ବର୍ତ୍ତମାନ ସମୟ ଶୈତାନର ଶକ୍ତି, ଶୈତାନର ରାଜ ସେ ଚାଲିଛି। ସେ ଅନେକ ସମସ୍ୟା, ଅନେକ ବାତାବରଣ, ଅନେକ ତାଡ଼ନା, ଅନେକ ପ୍ରକାର ପ୍ରତିକୂଳ, ଅନେକ ପ୍ରକାର ଫାନ୍ଦ, ଅନେକ ପ୍ରକାର ପରୀକ୍ଷା, ଅନେକ ପ୍ରକାର ପ୍ରଲୋଭନ, ଅନେକ ପ୍ରକାର ନାନା ପ୍ରକାର କଷ୍ଟ, ନାନା ପ୍ରକାର ରୋଗ, ନାନା ପ୍ରକାର ବ୍ୟାଧ, ନାନା ପ୍ରକାର ସଙ୍କଟ, ନାନା ପ୍ରକାର ତାଡ଼ନା, ନାନା ପ୍ରକାର ଅପମାନ, ନାନା ପ୍ରକାର ପରିସ୍ଥିତି ଆମକୁ ଆଣି ଦଉଛି, ଯାହାକି ଆମେ ଯେମିତି ବିଶ୍ୱାସରେ ଯେମିତି ସ୍ଥିର ଯୋଉ ରହିଛୁ ତାକୁ ଦୋହଲେଇବା ପାଇଁ, ଭାଙ୍ଗି ଦେବା ପାଇଁ, ଆମ ବିଶ୍ୱାସ ରୂପ ଜାହାଜକୁ ଭାଙ୍ଗି ଦେବା ପାଇଁ, ଦୋହଲେଇବା ପାଇଁ ସେ ସିଂହ ପ୍ରାୟ ଗର୍ଜନ କରି ସେ ଖୋଜି ବୁଲୁଛି, ଯୋଜନା କରୁଛି, ସଂକଳ୍ପ କରୁଛି, ଫାନ୍ଦ ପାତୁଛି। ତେଣୁ ସେଇଥିରୁ ଆମକୁ ସାବଧାନ ହୋଇ ପ୍ରଭୁଙ୍କ ସହିତ ଆଉ ସ୍ଥିରତା ରହିବା ଦରକାର, ଯେମିତି ଆମେ ପତିତ ନ ହେବା, ଜାଗ୍ରତ ରହିବା ଦରକାର। ବର୍ତ୍ତମାନ ସମୟ ଆମେ ଦେଖୁଛୁ ଦେଶ ରାଜ୍ୟ ମଧ୍ୟରେ, ଜିଲ୍ଲା ବ୍ଲକ ମଧ୍ୟରେ କି ପ୍ରକାର ତାର ରାଜ ଚାଲିଛି, କି ପ୍ରକାର ଭାବରେ ତାର ଯୋଜନା, ତାର ଫାନ୍ଦ, ତାର ସଂକଳ୍ପକୁ ସେ ପ୍ରୟୋଗ କରିକି ଅନେକ ସମୟରେ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀକୁ ଛିନ୍ନ ଭିନ୍ନ କରିବା ପାଇଁ ସେ ଯୋଉ ପ୍ରୟାସ ଜାରି ରଖିଛି, ତାକୁ ଆମକୁ ସତର୍କ ରହିବା ଦରକାର, ଜାଗ୍ରତ ହେବା ଦରକାର। ଗୋଟେ ସାଧୁ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ତେଣୁ ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ ସେ ଜାଗ୍ରତ ହେବାକୁ ହେଲେ, ସେ ଶୈତାନକୁ ବିଜୟ ହେବା ହେଲେ, ସେ ଶୈତାନକୁ ଆମେ ସେ ଶୈତାନକୁ ସମ୍ପୂର୍ଣ୍ଣ ନାଶ କରିବା ପାଇଁ, ଭାଙ୍ଗିବା ପାଇଁ ଆମ ପାଖରେ 3ଟି ଅସ୍ତ୍ର ରହିବା ଦରକାର। ସେ ଅସ୍ତ୍ର ଯଦି ଆମ ପାଖରେ ଅଛି, ଶୈତାନ ଯେତେ ଗର୍ଜନ କଲେ ମଧ୍ୟ, ଶୈତାନ ଯେତେ ଫାନ୍ଦ ପାତିଲେ ମଧ୍ୟ, ଶୈତାନ ଯେତେ ଆମକୁ ନଷ୍ଟ କରିବା ପାଇଁ, ଛିଦ୍ର କରିବା ପାଇଁ ଚେଷ୍ଟା କଲେ ମଧ୍ୟ, 3ଟି ଅସ୍ତ୍ର ଆମ ପାଖରେ ଯଦି ଅଛି, ଶୈତାନ ଆମକୁ କେବେ ମଧ୍ୟ ବିଜୟ ହେଇପାରିବ ନାହିଁ। ଆମକୁ ପ୍ରଭୁ ବିଜୟ କରିବେ ହିଁ କରିବେ। ପ୍ରଥମ ବିଷୟ ହେଉଛି ପ୍ରାର୍ଥନାରେ ସ୍ଥିର ରହିବା ଦରକାର, ବାକ୍ୟରେ ସ୍ଥିର ରହିବା ଦରକାର, ପବିତ୍ର ଆତ୍ମାଙ୍କର ପୂର୍ଣ୍ଣତାରେ ସ୍ଥିର ରହିବା ଦରକାର, ବିଶ୍ୱାସରେ ସ୍ଥିର ରହିବା ଦରକାର। এই 4ଟି ଅସ୍ତ୍ର ଯଦି ମୋ ପାଖରେ, ମୋ ପରିବାରରେ, ମୋ ପିଲାମାନଙ୍କ ଜୀବନରେ, ମୋ ମଣ୍ଡଳୀରେ ଅସ୍ତ୍ର ଯଦି ଅଛି, ଶୈତାନକୁ ଆମେ ଯୁଦ୍ଧ କରି ଆମେ ବିଜୟ ହେଇପାରିବା। ହାଲେଲୁୟା। ତେଣୁ ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇ ଅସ୍ତ୍ର ଜଗତର ଅସ୍ତ୍ର ଆମ ପାଖରେ ଥାଇପାରେ, କାଟି କୁଡାରି ସମସ୍ତ ବିଷୟ ଯନ୍ତ୍ର ସନ୍ତ୍ର ଥାଇପାରେ, କିନ୍ତୁ ଶୈତାନକୁ ଯୁଦ୍ଧ କରିବାର, ଶୈତାନଙ୍କ ସହିତ ବିଜୟ କରିବାର, ସେ ଯେତେ ଗର୍ଜନ କରି ଯୋଉ ଛିନ୍ନ ଭିନ୍ନ କରିବା ପାଇଁ, ଆମକୁ ଯୋଉ ଗ୍ରାସ କରିବା ପାଇଁ, ଆମକୁ ଯୋଉ ନଷ୍ଟ କରିବା ପାଇଁ ଯୋଉ ପ୍ରୟାସ ସୃଷ୍ଟି କରୁଛି, ସେ ଶୈତାନ ସହିତ ଯୁଦ୍ଧ କରିବା ପାଇଁ ଏଇ 4ଟି ଅସ୍ତ୍ର ରହିବା ଦରକାର। ପ୍ରାର୍ଥନା, ବାକ୍ୟ, ପବିତ୍ର ଆତ୍ମା ଶକ୍ତି, ବିଶ୍ୱାସ ଦୃଢ ରହିବା, ସ୍ଥିରତା ରହିବା ଦରକାର। ତେବେ ଯାଇକି ଶୈତାନକୁ ଆମେ ଯୁଦ୍ଧ କରିପାରିବା, ଶୈତାନକୁ ଆମେ ନଷ୍ଟ କରିପାରିବା, ତାର ବଳକୁ ଭାଙ୍ଗି ପାରିବା। ସେ କେବେ ମଧ୍ୟ ଆମମାନଙ୍କୁ ଛିନ୍ନ ଭିନ୍ନ କରିପାରିବ ନାହିଁ। ତେଣୁ ଶୈତାନର ଶକ୍ତି ଫାନ୍ଦରୁ ଆମକୁ ସାବଧାନ ହେବାକୁ ପଡିବ, ସଚେତନ ରହିବାକୁ ହବ। ସେ କେତେବେଳେ କାହାକୁ ଗ୍ରାସ କରିବ କହିହବ ନାହିଁ। ତେଣୁ ଏଇ 4ଟି ଅସ୍ତ୍ର ଆମ ପାଖରେ ସ୍ଥିର ଯଦି ଅଛି, ଦୃଢତା ଅଛି, ଈଶ୍ୱରଙ୍କ ପ୍ରେମରୁ କିଏ ଆମକୁ ବିଚ୍ଛେଦ କରିବ? ଈଶ୍ୱରଙ୍କ ପ୍ରେମରୁ କିଏ ଆମକୁ ବିଚ୍ଛେଦ କରିବ? ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତେଣୁ ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ତେଣୁ ଆସୁ ଦ୍ୱିତୀୟ ବିଷୟକୁ ଆମେ ଯିବା। ଆମେ ଦ୍ୱିତୀୟ ବିଷୟକୁ ଆମେ ଯିବା, ଯାହାକି ଆପଣମାନେ ପାଇବେ ଏପିସି ପୁସ୍ତକ ତାର 5:15 ପଦ। ଏପିସି ପୁସ୍ତକ 5:15 ପଦ, ନିଜ ନିଜ ଆଚରଣ ପ୍ରତି ବିଶେଷ ସାବଧାନ ହେବା। ପଢନ୍ତୁ ଏପିସି 5:15। ଅତବ ଅଜ୍ଞାନ ପରି ନ ହୁଏ, ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ। ପ୍ରେଜ୍ ଦ ଲର୍ଡ। ଅତବ ଅଜ୍ଞାନୀ ପରି ନ ହୋଇ, ଅଜ୍ଞାନୀ ପରି ନ ହୋଇ ଜ୍ଞାନୀ ପରି ହୋଇ ନିଜ ନିଜ ଆଉ ଆଚରଣରେ କଣ ହେବା ଦରକାର? ସାବଧାନ ହେବା ଦରକାର, ବିଶେଷ ସାବଧାନ ହେବା ଦରକାର। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଅଜ୍ଞାନୀ ପରି ନ ହୋଇ ଆମେ ଗୋଟେ ବୁଦ୍ଧିମାନର ସହିତ, ବୁଦ୍ଧିର ସହିତ ଆପଣା ଆପଣା ଆଚରଣରେ ବିଶେଷ ସାବଧାନ ହେବା ଦରକାର। हे ଖ୍ରୀଷ୍ଟିଆନ, କୋଉ ବିଷୟକୁ ସାବଧାନ ହେବା ଦରକାର? ପ୍ରଥମ ବିଷୟ, ଶୈତାନର ସମସ୍ତ ଶକ୍ତି ଫାନ୍ଦରୁ, ସମସ୍ତ ଶକ୍ତିରୁ ଆମକୁ ଯୋଉ ପ୍ରୟୋଗ କରି ଶୈତାନ ଚାଲୁଛି, ସେଇଥିରୁ ଆମକୁ ସାବଧାନ ହେବା ଦରକାର। ଦ୍ୱିତୀୟ ବିଷୟ ଯେ ଆମେ ନିଜ ନିଜ ଆଚରଣର ପ୍ରତି ବିଶେଷ ସାବଧାନ ହେବା ଦରକାର। ଅଜ୍ଞାନୀ ପରି, ଅତଏବ ମୋର ପ୍ରିୟ ଭାଇ ମାନେ, ଅତଏବ ତୁମାନେ ଆଉ ଅଜ୍ଞାନୀ ପରି ନ ହୋଇ ଜ୍ଞାନୀ ପରି ବୁଦ୍ଧିମାନ ସହିତ, ଚତୁର ସହିତ, ବୁଦ୍ଧିମାନର ସହିତ ନିଜ ବିଷୟରେ ବିଶେଷ ସାବଧାନ ହେବା ଦରକାର, ନିଜ ବିଷୟରେ ସାବଧାନ କରିବା ଦରକାର। ଆମର ଜୀବନ ଶୈଳୀ, ଆମର କାର୍ଯ୍ୟକଳାପ, ଆମର ଚାଲିଚଳନ, ଆମର କଥାବାର୍ତ୍ତା,
आमर समस्त जीवन शैली आमर जीवन यात्रा आम परिवार जीवन आमर मंडली जीवन आमर व्यक्तिगत जीवन आमर आचरण आमको सावधान होगा दरकार आमर आचरण सुधरेवा दरकार सुधारवा दरकार कि प्रकार मैंने आचरण करने द्वारा प्रभु गौरव पाइबे कि प्रकार आम जीवन शैली द्वारा प्रभु महिमा पाइबे आम जीवन चरित्र द्वारा कि प्रकार जगत खुशी हम आदर्श हो पार तुम अपना अपना आचरण सावधान होगा दरकार जाग्रत रहा दरकार कहीं अनेक समय ख्रीष्ट विश्वासी मंडली साधु मंडली मध्य अनेक समय आम परिवार मध्य आम व्यक्तिगत जीवन में आम निज आचरण आम समय सावधान होगा दरकार जाग्रत होगा दरकार कारण এই জগত মধ্যে অনেক আমাকে দেখুଛନ୍ତି এই জগত মধ্যে আমাকে অনেক দেখুଛନ୍ତି তেমন সেই ভিতরে আমি কি প্রকার আচরণ করি জীবন কাটিবা আপনা আপনা আচরণে বিশেষ সাবধান হওয়া দরকার আমার জীবন শৈলী আমার কার্যকলাপ আমার চারিচলন আমার কথাবার্তা আমার ঢঙ্গ আমার সমস্ত স্বভাব আমার জীবন যাত্রা এক খ্রিস্ট দৃষ্টি উত্তম দেখা যাওয়া দরকার সিদ্ধ দেখা যাওয়া দরকার পবিত্র দেখা যাওয়া দরকার ন্যূন দেখা যাওয়া দরকার ଆଉ সম্পূর্ণ প্রভুଙ୍କ দৃষ্টিরে আপনার আচরণ প্রভুଙ୍କ দৃষ্টিরে নির্মল দেখা যাওয়া দরকার সিদ্ধ দেখা যাওয়া দরকার ধার্মিক দেখা যাওয়া দরকার তো আপনা আপনা আচরণে সাবধান বিশেষ সাবধান হওয়া দরকার तेबे प्रभु निश्चित आम कौन करेंगे से गौरव पाइबे तेरे मो प्रिय प्रभु लोक मैंने कि प्रकार भाव में स्वतंत्र माने सब प्रति जत्न होगा दरकार जत्नशील होगा दरकार अपना आचरण जत्नशील होगा दरकार तो परमेश्वर वाक्य लिखा अच्छे पूर्वे तुम्हें अंधकार स्वरूप थिल एबे प्रभु को सहभागितार आलोक स्वरूप हो आलोकर संतान मान परि आचरण कर पूर्वे तुम जीशु को जानी नो विश्वास कर ग्रहण कर सत्य कौन ज्ञात हो नो से समय तुम अंधकार घूरी बुलूल निज आचरण जीवन में कौन तुम जान कि तुम जीशु सहभागिता आसिल सत्यर परिचय तेणुक तुम सेपरी पूर्वे तुम अंधकार स्वरूप हो एवं प्रभु को सहभागितार आलोक स्वरूप हो आलोक संतान मान परि आचरण कर जीवन यात्रा करने दरकार आलोकर संतान मान परी ख्रीष्ट लोक मान परी ख्रीष्ट परी आम जीवन शैली भिन्न होगा दरकार स्वतंत्र होगा दरकार ए पृथ्वी जाना दरकार आम आलोक लोक प्रकाश पाइबा दरकार आम सत्कर्म देखी प्रभु महिमा पाइबा दरकार आम आचरण द्वारा तेरे प्रभु महिमा पाइबे तेरे प्रभु गौरव पाइबे तो मो प्रिय प्रभु लोक मैंने अपना अपना आचरण आमको सावधान होगा दरकार तृतीय विषय समय ना आ व्याख्या करने तृतीय विषय प्रथम पितर 3:9 पद प्रथम पितर 3:9 पद जहाँकि आम देखुचु अति सुंदर भाव उपकार करने बदल में अपकार न करू बरंच मंगल चेष्टा करवा ये सावधान अन्यर अनिष्ट चिंता न करू मंगल चिंता करवा जन उपकार करने बदल में अपकार न करू ये सावधान होगा दरकार जनकर मंगल विषय ही आम करवा प्रथम पितर 3:9 पद पढ़ते अनिष्ट परिवर्ती अनिष्ट ज्ञ निंदार परिवर्तन निंदा न करी अन्य पक्षरे बरं आशीर्वाद कर कारण तुम्हें माने जेपरी आशीर्वादर अधिकारी हुआ एथिपाई आहूत होयछ यस एथिपा हमने आहूत अछु तेणु अन्यर अनिष्ट चिंता न करू मंगल चिंता करबा दरकार तेणु परमेश्वर वाक्य जनकर उपकार करने बदल में अपकार न करू बरं तार मंगल चेष्टा करवा आशीर्वाद विषय करवा एथिपा हमको चेष्टा करबा दरकार आम अनेक समय अन्यर अनिष्ट अन्यर कौन करुचु अपकार करुचु अन्यर अनिष्ट बदल में कौन करबा दरकार अन्यर अनिष्ट चिंता न करू मंगल चेष्टा करवा आशीर्वाद विषय होगा दरकार एथिपा हमको सावधान अनेक समय आम कौन करुचु जनकर मंगल अमंगल विषय आम चेष्टा अमंगल ही आम पांची थाउचु अमंगल विषय आम कर अनिष्ट ही आम कर उपकार करने बदले साहाय्य करने बदले अनेक समय आम कौन करुचु अपकार करुचु तार अनिष्ट चिंता करुचु तेणुक आज वाक्य लिखुची एमको सावधान होगा दरकार मो जीवन में जनकर उपकार करुची ना अपकार करुची जनकर अनिष्ट करुची ना भल चिंता मु करुची एमको सावधान होगा दरकार मो जीवन में मो परिवार मध्य मोर 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 व्यक्तिगत जीवन में आज मुझे हे ख्रीस्टियन सावधान प्रभु वाक्य आज प्रकाश करे किंतु मत कौटी सावधान होगा दरकार जनकर अनिष्ट चिंता न करू मंगल चिंता करने दरकार
ଯଦି ଅନିଷ୍ଟ କରୁଛୁ, ଜଣଙ୍କର ଅମଙ୍ଗଳ ଚେଷ୍ଟା କରୁଛୁ, ଜଣଙ୍କର ଅପକାର ଯଦି କରୁଛୁ ଉପକାର ବଦଳରେ, ତାହେଲେ ପତନର କାରଣ ଅଛି। ପତନର କାରଣ ଅଛି। ଭାବୁଛୁ ଆମେ ଭଲ କାମ କରୁଛୁ, ସ୍ଥିରତାରେ ଅଛୁ, ଭଲରେ ଅଛୁ, ଭଲ କାମ କରୁଛୁ, ଠିକ କାର୍ଯ୍ୟ ଠିକ ଭାବରେ ଅଛୁ, ସ୍ଥିରତା ଅଛୁ। ନା 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 ନା, ପରମେଶ୍ୱର ବାକ୍ୟ ଲେଖା ଅଛି, ଯଦି ଆମର ଜୀବନରେ ଅପକାର ବଦଳରେ ଉପକାର କରିବା ବଦଳରେ ଅପକାର ଯଦି କରୁଛୁ, ମଙ୍ଗଳ ଚେଷ୍ଟା ବଦଳରେ ଅନିଷ୍ଟ ଚିନ୍ତା କରୁଛୁ, ତାହେଲେ ପ୍ରଭୁଙ୍କ ଦୃଷ୍ଟିରେ ଆଶୀର୍ବାଦ ନାହିଁ। ତା ପତନ କାରଣ, ତା ଆମର ଅନିଷ୍ଟ କାରଣ ଅନ୍ୟର ମଙ୍ଗଳ ଚେଷ୍ଟା କରିବା, ଅନ୍ୟର ମଙ୍ଗଳ ଚେଷ୍ଟା କରିବା। ତେବେ ପ୍ରଭୁ ନିଶ୍ଚୟ କଣ କରିବେ? ସେ ସାହାଯ୍ୟ କରିବେ। ପରମେଶ୍ୱର ବାକ୍ୟ ଲେଖା ଅଛି ଦ୍ୱିତୀୟ କରନ୍ତୁ 11 ଯଦି ଆପଣ ଯଦି 36 ଲେଖା ଅଛି, ଯାହାକି ଅତି ସୁନ୍ଦର ଲେଖା ଅଛି, ଜଣଙ୍କର ଗୋଟେ ପ୍ରତିବାସୀର କଣ କର? ସୁଖ ଚେଷ୍ଟା କର ବୋଲି ଲେଖା ଅଛି। ସାଧୁ ମଣ୍ଡଳୀ 11:24 ଲେଖା ଅଛି, ପ୍ରତିବାସୀର ପରସ୍ପରର ସୁଖ ଚେଷ୍ଟା କର ଆଉ ମଙ୍ଗଳ ସାଧନ କର ବୋଲି ଲେଖା ଅଛି। ସୁଖ ଚେଷ୍ଟା ଓ ମଙ୍ଗଳର ସାଧନ କର। ତାକୁ ଅମଙ୍ଗଳ ମଙ୍ଗଳ ବିଷୟ ତାକୁ କରିବା ଦରକାର, ତାକୁ ଉପକାର କରିବା ଦରକାର, ତାହାକୁ ସାହାଯ୍ୟ କରିବା ଦରକାର, ତା ପ୍ରତି ଚିନ୍ତା କରିବା ଦରକାର, ତାର ଅନ୍ୟାୟ କରିବା ଦରକାର, ତାର ଅନିଷ୍ଟ କରିବା ବଦଳରେ ତାକୁ ମଙ୍ଗଳ ଆଶୀର୍ବାଦର ବିଷୟ କରିବା ଦରକାର। ତେଣୁ ନିଜ ବିଷୟରେ ବେଶୀ ଚିନ୍ତା ନ କରି ଅନ୍ୟ ବିଷୟରେ ମଙ୍ଗଳ ବିଷୟ କରିବା ଦରକାର। ତେବେ ପ୍ରଭୁ ଆଶୀର୍ବାଦ କରିବେ, ତେବେ ପ୍ରଭୁ ଅନୁଗ୍ରହ ଦେବେ। ପ୍ରଭୁ ତେବେ ତମ ଜୀବନରେ, ତମ ପରିବାରରେ, ବ୍ୟକ୍ତିଗତ ଜୀବନରେ, ପାରିବାରିକ ଜୀବନରେ, ମାନବିକ ଜୀବନରେ ପ୍ରଭୁ ପ୍ରଚୁର ଆଶୀର୍ବାଦ ଢାଳି ଦେବେ, ପ୍ରଚୁର ଅନୁଗ୍ରହ ଢାଳି ଦେବେ। ଆଜି କୋଉଥିରେ, ସେଥିପାଇଁ ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ ଆଜି ସେଥିପାଇଁ ସାଧୁ ମଣ୍ଡଳୀରେ କହୁଛନ୍ତି, ହେ ଖ୍ରୀଷ୍ଟିଆନ ସାବଧାନ, ହେ ଖ୍ରୀଷ୍ଟିଆନ ସାବଧାନ। ଏଠି କୁହାଯାଉ ନାହିଁ ହେ ବିଜାତି ସାବଧାନ, ଏଟା କାହାକୁ ବାହାରକୁ କୁହାଯାଉ ନାହିଁ। ଖ୍ରୀଷ୍ଟିଆନ ଯେ କି 70, 80, 50, 60 ବର୍ଷର ଖ୍ରୀଷ୍ଟିଆନ, ଯେ କି ଆପଣଙ୍କ ସ୍ଥିର ବୋଲି ମନେ କରୁଛି, ସେଥିପାଇଁ ପତନ ନୁହେଁ। ଏଥିପାଇଁ ସାବଧାନ ହେବା ଦରକାର। ଅନେକ ସମୟରେ ଆଜି এই ସମସ୍ତ ବିଷୟ ଉଣା ପଡିବା ହେତୁ, ଦୁର୍ବଳ ହେବା ହେତୁ ଆମେ ଅନେକ ସମୟ ପତନ ହେଇଯାଉଛୁ, ପ୍ରଭୁଙ୍କ ପ୍ରେମରୁ ଆମେ ବିଚ୍ଛେଦ ହେଇଯାଉଛୁ, ଉଣା ପଡି ଯାଉଛୁ। ହୋଇପାରେ ଆମ ପାଖରେ ସବୁ କିଛି ଟ୍ୟାଲେଣ୍ଟ ଅଛି, ବାକ୍ୟର ଟ୍ୟାଲେଣ୍ଟ, ପ୍ରାର୍ଥନା ଟ୍ୟାଲେଣ୍ଟ, ଗୀତ ଗାଇବା ଟ୍ୟାଲେଣ୍ଟ, ଦାନ ଦେବାର ଟ୍ୟାଲେଣ୍ଟ, ହିର୍ଷା ଉପାସନା ଉଦ୍ଯୋଗୀ, ସବୁ କିଛି ଭଲ ଉତ୍ତମ କାର୍ଯ୍ୟ କରିବାରେ ଉଦ୍ଯୋଗୀ, କିନ୍ତୁ ଏଇ ସବୁ ବିଷୟରେ ଆମକୁ ସତର୍କ ରହିବା ଦରକାର। এই ସବୁରେ ଆମକୁ ସାବଧାନ ହେବା ଦରକାର, ଜାଗ୍ରତ ହେବା ଦରକାର। ଆମେ କୋଉଥିରୁ ଉଣା ପଡୁଛି? ତେଣୁ ତୃତୀୟ ବିଷୟ ଆମେ ଦେଖିଲୁ, ଅନ୍ୟର ଅନିଷ୍ଟ ଚିନ୍ତା ନ କରି ମଙ୍ଗଳ ଚେଷ୍ଟା କରିବା, ବା ଜଣଙ୍କ ଉପକାର ବଦଳରେ ଆଉ ଅପକାର ବଦଳରେ ଉପକାର କରିବା ଦରକାର। ତେବେ ପ୍ରଭୁ ଆମକୁ ସାହାଯ୍ୟ କରିବେ। ତାର ପ୍ରତିବାସୀର ସୁଖ ଚେଷ୍ଟା କରିବା, ମଙ୍ଗଳ ଚେଷ୍ଟା କରିବା, ତାହେଲେ ପ୍ରଭୁ ସାଧନ କରିବେ, ତାର ସାଧନ କରିବା, ତେବେ ପ୍ରଭୁ ସାହାଯ୍ୟ କରିବେ। ତେଣୁ ଲାଷ୍ଟ ଚତୁର୍ଥ ନମ୍ବର ଆମେ ଦେଖିବା, ଯାହାକି ଆପଣମାନେ ପାଇବେ ତାର ଆଉ ପ୍ରଥମ ତିମୋଥୀ 6:10, ଯେ ଧନ ଲୋଭ ଠାରୁ ସାବଧାନ। ପ୍ରଥମ ତିମୋଥୀ 6:10, କାରଣ ଧନଲୋଭ ସମସ୍ତ ଅନିଷ୍ଟର ମୂଳ। କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି, ପୁଣି ବହୁ ଦୁଃଖରେ ଆପଣା ଆପଣା ହୃଦୟ ବିଦୀର୍ଣ୍ଣ କରିଅଛନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଏଠି ଆମେ ଦେଖୁଛୁ ଯେ ଧନ ଲୋଭ ସମସ୍ତ ମୂଳର ଅନିଷ୍ଟ କାରଣ। ହାଲେଲୁୟା, ଏଇଠୁ ଆମକୁ ସାବଧାନ ହେବା ଦରକାର। ହେ ଖ୍ରୀଷ୍ଟିଆନ ସାବଧାନ, ଧନ ଲୋଭ ଅନିଷ୍ଟ ମୂଳର କାରଣ, ମୂଳର ଅନିଷ୍ଟ କାରଣ। ଆଜି ଅନେକ ସମୟରେ ଆମେ ଅନେକ ଲୋଭ ଆମର କଣ କରୁଛୁ? ଗୋଟେ ଲୋଭ, ଧନ ଲୋଭ ଠାରୁ ଆମକୁ ସାବଧାନ ହେବା ଦରକାର। ହେ ଖ୍ରୀଷ୍ଟିଆନ, ଧନ ଲୋଭ ଠାରୁ ସାବଧାନ, କାରଣ ଧନ ଲୋଭ ସମସ୍ତ ମୂଳର ଅନିଷ୍ଟ କାରଣ। ଧନ ସମ୍ପତ୍ତି ଅଧିକ ହେଲେ ଅନେକ ସମୟ ଲୋଭ କରିଥାଉ, ଗର୍ବ ଆସିଥାଏ। ଆମେ କଣ କରିଥାଉ? ଧନ ଯେତେବେଳେ ବଢିଯାଏ ଆମେ ଲୋଭ କରିଥାଉ, ଗର୍ବ ଆସିଥାଏ, ଅହଙ୍କାର ଆସିଥାଏ, ଚାଲିଚଳନ ବଦଳିଯାଏ, କାର୍ଯ୍ୟକଳାପ ବଦଳିଯାଏ। ନା ପ୍ରାର୍ଥନା, ନା ଉପାସନା, ନା ସେବା, ଆଉ ପ୍ରଭୁଙ୍କ ପ୍ରତି ଆଉ ଆଗ୍ରହ ମନୋଭାବ ନାହିଁ। କାରଣ ଧନ ଏମିତି କରିଦଉଛି, ସେ ଦୂରକୁ ନେଇଯାଉଛି। ଯେତେବେଳେ ଆମେ ଦେଖୁଛୁ ଧନ ଏମିତି କରିଦଉଛି, ଗର୍ବ, ସେଥିରେ ଧନୀ ଯୁବା, ଯେ ଧନ ବଢି ଯାଉଛି, ସେ ଉତ୍ପାତିଆ ହଉଛି, ଅମାର ବଡ କରିବି,
ଏମତ ରଖିବି ସମକ କରିବି ତାର ଯେତେ ବଢୁଛି ସେତିକି ସେ ଲୋଭ ହେଇକି ସେ ଅମାର ଗୁଡାକ ବଡ ବଡ କରି ଆହୁରି ଆଗକୁ ଯାଉଛି। କିନ୍ତୁ ପ୍ରଭୁ ଗୋଟେ କଥା ହେଲେ, ହେ ବାବୁରେ ଧନ, ଆଜି ରାତିରେ ଯୋଉ ତୋର ପ୍ରାଣ ନିଆଯିବ ଏସବୁ କାହାର ହବ? ହାଲେଲୁୟା। ପ୍ରିୟ ବନ୍ଧୁଗଣ, ଆଜି ପ୍ରଭାତ ସମୟରେ ଆପଣଙ୍କୁ ଉତ୍ସାହିତ କରିବାକୁ ଚାହେଁ। ଧନ ଲୋଭ ମୂଳର ଅନିଷ୍ଟ କାରଣ। ଆମେ ଯେତିକି ବଢୁଛି ଧନ ସେତିକି ପ୍ରଭୁଙ୍କ ପାଇଁ ବ୍ୟବହାର କରନ୍ତୁ, ପ୍ରଭୁଙ୍କ ପାଇଁ ବ୍ୟବହାର କରନ୍ତୁ, ପ୍ରଭୁ ଆଶୀର୍ବାଦ କରିବେ। କିନ୍ତୁ ଯେତେବେଳେ ଆମେ ଚାପି ରଖିବା, ତାକୁ ଉଛୁଳେଇକି ରଖିବା, ତାକୁ ସାହିତ୍ୟିକ ରଖିବା, ତାହା ଆମର ମୂଳର ଅନିଷ୍ଟ କାରଣ। ଆଜି ସେ ଧନୀ ଯୁବାଙ୍କ ଅବସ୍ଥା କଣ? ଆଜି ଜଣେ ଧନ, ଜଣେ ବ୍ୟକ୍ତି, ଜଣେ ଲାଜାର, ସେ କଣ କହୁଛି? ଗୋଟେ ଧର ଭିକାରୀ ଆଉ ଜଣେ ଧନୀ ବ୍ୟକ୍ତି। ସେ ଆରମ୍ଭରେ ଧନ ସମ୍ପତ୍ତିରେ ଆରମ୍ଭ କଲା, ୟେସ୍ ମଜା କଲା, କିନ୍ତୁ ଦିନ ଆସିଲା ସେ ଗରିବ ସ୍ୱର୍ଗ ଚାଲିଗଲା। ଏଇ ବ୍ୟକ୍ତି ନର୍କରେ କଲବଲ ହଉଛି। ଅପବ୍ୟ ପୁତ୍ରଙ୍କ କଥା, ସେ ଯେତେବେଳେ ସବୁ କିଛି ନେଇକି ବାପାଙ୍କ ଧନ ସମ୍ପତ୍ତି ଲୋଭ ମାୟାରେ ପଡି ସମସ୍ତ ଧରିକି ସେ ଚାଲିଗଲା ବିଦେଶକୁ, କିନ୍ତୁ ତା ଜୀବନ କଣ ହେଲା? ନଷ୍ଟ ହେଇଗଲା। ପତନର କାରଣ। ତେଣୁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଧନ ଲୋଭ ମୂଳର ଅନିଷ୍ଟ କାରଣ। ଏଥିପାଇଁ ଆମକୁ ଗୋଟେ ଖ୍ରୀଷ୍ଟିଆନ ସାବଧାନ ହେବା ଦରକାର, ଜାଗ୍ରତ ହେବା ଦରକାର। ପ୍ରଭୁ ସେ ଆଶୀର୍ବାଦର ଧନ ଯଦି ଆମକୁ ଦଉଛି, ଭରପୁର କରୁଛି, ସେଥିରେ ପ୍ରଭୁଙ୍କ ପାଇଁ ଗର୍ବ ନ କରି, ଅହଙ୍କାର ନ କରି, ସ୍ଥିରତାର ସହିତ ପ୍ରଭୁଙ୍କ କାର୍ଯ୍ୟରେ ବ୍ୟବହାର କରନ୍ତୁ। ପ୍ରଭୁ ପ୍ରଚୁର ପ୍ରଚୁର ଆଶୀର୍ବାଦ କରି ସ୍ଥାନ ନିଅଣ୍ଟ ହେବା ପର୍ଯ୍ୟନ୍ତ ଉଛଳେଇକି ଦେବେ, ଆଶୀର୍ବାଦ କରିବେ, ଅନୁଗ୍ରହ ଦେବେ। ତେଣୁକରି ଧନ ଲୋଭ ମୂଳର ଅନିଷ୍ଟ କାରଣ। ତେଣୁକରି ପରମେଶ୍ୱର ବାକ୍ୟ ଲାଗୁଛି, ହିତପଦ 11:26 ପଢିବେ, ଦିନ ପ୍ରତିଦିନ ଧନରେ ଯେ ଲୋଭ କରି ଚାଲେ ସେ ପତନର କାରଣ ହୁଏ। ଜ୍ଞାନୀ ସୋଲୋମନ କହୁଛନ୍ତି, ପ୍ରତିଦିନ ଧନ ଉପରେ ଯେ ଆସକ୍ତ ହବ ଆଉ ଧନକୁ ଜାବୁଡିକି ଧରିବ, ତା ଜୀବନରେ ମନେ ରଖିବା ଦରକାର, ଲୋଭ ତାକୁ କଣ କରେ? ଧନର ଲୋଭ ତାକୁ କଣ କରେ? ପତନ ଆଡକୁ କଣ ନେଇଯାଏ? ଅଲଗା ରାସ୍ତା ନେଇଯାଏ, ନଷ୍ଟ କରିଦିଏ। ତେଣୁକରି ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମୁଁ ଓ ଆପଣ ସାବଧାନ, ଜାଗ୍ରତ, ସଚେତନ ହେବା ଦରକାର। ଏ ଘଡ଼ି ସନ୍ଧି ମୁହୂର୍ତ୍ତରେ ଏ ଭୟଙ୍କର ପରିସ୍ଥିତି ଆମେ ଅଛୁ। ତେଣୁକରି ଆଉ ଅଧିକ ସମୟ ନେବାକୁ ଚାହେଁ ନାହିଁ। ତେଣୁ ଆଉ ଗୋଟେ ବିଷୟ ଦେଖିବା, ଯାହାକି ଆପଣମାନେ ପାଇବେ। ଆଉ 5 ନମ୍ବର ପଏଣ୍ଟ, ମାଥ୍ୟୁ ପୁସ୍ତକ ତାର 6:11 ପଦ ପଢନ୍ତୁ। ମାଥ୍ୟୁ 24:11 ଭଣ୍ଡ ଶିକ୍ଷକ ମାନଙ୍କ ଠାରୁ ସାବଧାନ। ଭଣ୍ଡ ଶିକ୍ଷକ ମାନଙ୍କ ଠାରୁ ସାବଧାନ। ହେ ଖ୍ରୀଷ୍ଟିଆନ, ଭଣ୍ଡ ଶିକ୍ଷକ ମାନଙ୍କ ସାବଧାନ। ମାଥ୍ୟୁ 24:11 ପଢନ୍ତୁ ମା। ଆଉ ଅନେକ ଭଣ୍ଡ ଭାବବାଦୀ ଉଠି ଅନେକଙ୍କୁ ଭ୍ରାନ୍ତ କରିବେ। ଆଉ ଅନେକ ଭାବବାଦୀ ଆସି ଅନେକଙ୍କୁ ଭ୍ରାନ୍ତ କରିବେ। ଭୁଲ ରାସ୍ତାରେ ଭୁଲ ଶିକ୍ଷା ଦେଇ, ଭୁଲ ପରାମର୍ଶ, ଭୁଲ ଆଉ ଶିକ୍ଷା ଦେଇ ପ୍ରଚାର କରି ଅନେକଙ୍କର ହୃଦୟକୁ, ଜୀବନକୁ, ଯୋଉ ବିଶ୍ୱାସର ଜୀବନ ଅଛି ତାକୁ ଭ୍ରାନ୍ତ, ଅସ୍ଥିର, ବିଚଳିତ କରି ତାକୁ କଣ କରିବେ? ନଷ୍ଟ କରିବେ। ଏଣୁ ସାବଧାନ ହେବା ଦରକାର। ଭଣ୍ଡ ଶିକ୍ଷକ ମାନଙ୍କର ଶିକ୍ଷାଠାରୁ ସାବଧାନ। ଆଜି ଅନେକ ବାହାରିଛନ୍ତି ଯୋଉମାନେ ଗୁଡ ନ୍ୟୁଜ ବୋଲି କୁହାଯାଏ, ଯେ କେତେ ଭୁଲ କଲେ ମଧ୍ୟ, କେତେ ପାପ କଲେ ମଧ୍ୟ, ପ୍ରତିଦିନ ପାପ କଲେ ମଧ୍ୟ ତମ ପାଇଁ ପାପ କ୍ଷମା ଅଛି, ତମେ ଠିକ ଅଛ ବୋଲି କହୁଛନ୍ତି। ଭୁଲ କର, ଚାଲ। ଆଜି ଅନେକ ଏହି ପ୍ରକାର ଶିକ୍ଷା ଦିଆଯାଉଛି, ଅନେକ ପ୍ରକାର ଭ୍ରାନ୍ତ ଶିକ୍ଷା ଦିଆଯାଉଛି, ଭୁଲ ଶିକ୍ଷା ଦିଆଯାଉଛି, ଭୁଲ ରାସ୍ତାରେ ନିଆଯାଉଛି, ମଣ୍ଡଳୀକୁ ଛିନ୍ନ ଭିନ୍ନ କରାଯାଉଛି, ଖ୍ରୀଷ୍ଟ ବିଶ୍ୱାସକୁ ଛିନ୍ନ ଭିନ୍ନ କରାଯାଉଛି, ବିଶ୍ୱାସକୁ ଛିନ୍ନ ଭିନ୍ନ କରାଯାଉଛି। ତେଣୁ ଆଜି ଭଣ୍ଡ ଶିକ୍ଷକ ମାନଙ୍କ ଠାରୁ ସାବଧାନ ହେବା ଦରକାର। ଆମକୁ ଭଣ୍ଡ ଶିକ୍ଷକ ମାନଙ୍କ ଠାରୁ ସାବଧାନ ହେଇ ରହିବା ଦରକାର। ଭ୍ରାନ୍ତ ସେମାନେ କରିବେ, ଆମର ଆତ୍ମିକ ଜୀବନକୁ ନଷ୍ଟ କରିବେ, ଆମର ବିଶ୍ୱାସକୁ ନଷ୍ଟ କରିବେ। ଆମର ଉତ୍ତମ ଆଧ୍ୟାତ୍ମିକ ପରିବେଶରେ ଆମେ ଯେତେ ବଢୁଛୁ, ସେଇ ସମସ୍ତ ବିଷୟକୁ ଯୋଉଟା କି ଆଉ କଣ୍ଟା ବୀଜ ବୁଣି ଭ୍ରାନ୍ତ ଶିକ୍ଷା ଦେଇ, ଭ୍ରାନ୍ତ ପରାମର୍ଶ ଦେଇ ଆମକୁ ଅନେକ ପ୍ରକାର ଦୂରକୁ ନେଇ ଆମେ ନେଇଯିବେ, ଆମକୁ ସମ୍ପୂର୍ଣ୍ଣ ଛିନ୍ନ କରିବେ, ଆମର ଜୀବନକୁ, ଆତ୍ମିକ ଜୀବନକୁ ନଷ୍ଟ କରିବେ, ଆମ ପରିବାରକୁ, ଆମ ପିଲାମାନଙ୍କୁ। ତେଣୁ ଆମକୁ ସାବଧାନ ହେବା ଦରକାର। ଭଣ୍ଡ ଶିକ୍ଷକ ମାନଙ୍କ ଠାରୁ, ଭ୍ରାନ୍ତ ଶିକ୍ଷା ଦଉଥିବା ଲୋକମାନଙ୍କ ଠାରୁ, ଭ୍ରାନ୍ତ ପଥରେ ନେଉଥିବା ଲୋକମାନଙ୍କୁ, ଭ୍ରାନ୍ତ ପରାମର୍ଶ ଦଉଥିବା ଲୋକମାନଙ୍କୁ, ଯୋଉମାନେ କି ଆଜି ଏଇ ପ୍ରକାର ଜଗତ ମଧ୍ୟରେ ପୃଥିବୀରେ ବାସ କରୁଛନ୍ତି, ଅନେକ ସମୟରେ ଖ୍ରୀଷ୍ଟ ବିଶ୍ୱାସୀ ପରିବାର ମାନଙ୍କୁ ଯାଇ ସେମାନେ ଅନେକ ବିଷୟ କହିକି ତାଙ୍କର ଆତ୍ମିକ ଜୀବନକୁ ନଷ୍ଟ କରୁଛନ୍ତି। ଏଇ ପ୍ରକାର ଲୋକମାନଙ୍କ ଠାରୁ ସାବଧାନ ହେବା ଦରକାର।
ଜାଗ୍ରତ ହେବା ଦରକାର। ଶେଷ ଦିନରେ ଆମେ ପହଞ୍ଚିଛୁ। ଏଇ ଶେଷ ଦିନରେ ସବୁ ଘଟିବ। ଶେଷ ଦିନରେ ସବୁ ଆସିବ। ଭ୍ରାନ୍ତ ଶିକ୍ଷା ଦେବେ, ଭ୍ରାନ୍ତ ପରାମର୍ଶ ଦେବେ, ଅଲଗା ପଥକୁ ନେଇଯିବେ, ନାନା ପ୍ରକାର ବିଷୟ କହି ଆପଣଙ୍କର ବିଶ୍ୱାସକୁ ନଷ୍ଟ କରିବେ, ପ୍ରାର୍ଥନାକୁ ନଷ୍ଟ କରିବେ, ସମସ୍ତ ଆତ୍ମିକ ଜୀବନକୁ ନଷ୍ଟ କରିବେ। ଉତ୍ତମ ଶିକ୍ଷା ବଦଳରେ ଖରାପ ଶିକ୍ଷା, ମନ୍ଦ ଶିକ୍ଷା, ଭ୍ରାନ୍ତ ଶିକ୍ଷା, ଭୁଲ ଶିକ୍ଷା ଦେଇ ଅବାଟରେ କଢେଇ ନେଇ ଆପଣଙ୍କୁ ନେଇଯିବେ। ଆଉ ସେଥିରେ ଆପଣ ପତନର କାରଣ ହେବେ। ଜାଗ୍ରତ ହେବା ଦରକାର। ତେଣୁ ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ ଭଣ୍ଡ ଶିକ୍ଷକ ମାନଙ୍କ ଠାରୁ ଆପଣଙ୍କୁ ସାବଧାନ ରଖିବା ଦରକାର। ତାପରେ ଷଷ୍ଠ ବିଷୟ ମୁଁ କହିବାକୁ ଚାହେଁ। ଷଷ୍ଠ ବିଷୟ ପ୍ରେରିତ 20:28 ପଦ ଲେଖା ଅଛି, ଆପଣା ଆପଣା ପଲ ପ୍ରତି ସାବଧାନ। ଆପଣା ଆପଣା ପଲ ପ୍ରତି ସାବଧାନ। ଜଣେ ନେତା, ଜଣେ ପାଳକ, ଗୋଟେ ପରିବାରର କର୍ତ୍ତା ହିସାବରେ ଆପଣା ପଲ ପ୍ରତି ସାବଧାନ ହେବା ଦରକାର। ତେଣୁ ଲେଖା ଅଛି, ପଢନ୍ତୁ ଦିଦି 20:28 ପ୍ରେରିତ। ତୁମ୍ଭେମାନେ ନିଜ ନିଜ ବିଷୟରେ ଆଉ ଯେଉଁ ମଣ୍ଡଳୀ କି ଈଶ୍ୱର ଆପଣା ନିଜ ରକ୍ତରେ କ୍ରୟ କରିଅଛନ୍ତି, ତାହାଙ୍କର ସେହି ମଣ୍ଡଳୀ କି ପ୍ରତିପାଳନ କରିବା ନିମନ୍ତେ ପବିତ୍ର ଆତ୍ମା ଯେ ସମସ୍ତ ପଲ ମଧ୍ୟରେ ତୁମ୍ଭମାନଙ୍କୁ ଅଧ୍ୟକ୍ଷ ସ୍ୱରୂପେ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସାବଧାନ ହୋଇଥାଉ। ୟେସ୍, ସେମାନଙ୍କ ବିଷୟରେ ସାବଧାନ। ପ୍ରଭୁ ଆମମାନଙ୍କୁ ଯୋଉ ପଲ ଦେଇଛନ୍ତି, ଯୋଉ ମଣ୍ଡଳୀ ଦେଇଛନ୍ତି, ଯୋଉ ପରିବାର ଆମକୁ ଦେଇଛନ୍ତି, ସେମାନଙ୍କୁ ଯତ୍ନ କରିବାରେ, ଯତ୍ନ ନେବାରେ, ଉତ୍ତମ ରାସ୍ତାରେ, ଉତ୍ତମ ବେଶରେ ନେବା ପାଇଁ ଆମକୁ ସାବଧାନ ହେବା ଦରକାର। ସେଇଥିରୁ ଆମକୁ ଉତ୍ତମ ପଲ, ଆମର ପ୍ରଭୁ ଆମକୁ ଗୋଟେ ନେତା ସ୍ୱରୂପେ, ପାଳକ ସ୍ୱରୂପେ, ଶିକ୍ଷକ ସ୍ୱରୂପେ, ଗୋଟେ ପରିବାରର କର୍ତ୍ତା ଭାବରେ ପ୍ରଭୁ ଆମକୁ ରଖିଛନ୍ତି। ସେମାନଙ୍କୁ ଯେ ପ୍ରକାର ଗୋଟେ ମଣ୍ଡଳୀକୁ, ଗୋଟେ ବିଶ୍ୱାସ ପରିବାରକୁ, ଗୋଟେ ନିଜ ପରିବାରକୁ ଆମେ ଯେପରି ସେ ପଲ ମାନଙ୍କୁ ଯେପରି ଉତ୍ତମ ଭାବରେ କଢେଇ ନେବା, ଯତ୍ନ ନେବା, ଦାୟିତ୍ୱ ନେବା, ତାଙ୍କ ତତ୍ତ୍ୱ ନେବା ମୋର କର୍ତ୍ତବ୍ୟ, ମୋର କର୍ତ୍ତବ୍ୟ, ମୋର ଯତ୍ନ ନେବା କର୍ତ୍ତବ୍ୟ। ସେ ଗୋଟେ ସଠିକ ଖାଦ୍ୟ, ସଠିକ ରାସ୍ତାରେ ନେବା, ଉତ୍ତମ ପରାମର୍ଶ ପ୍ରତିପାଳନ କରିବା, ଯତ୍ନ ନେବା, ସେ ଭାର ବହନ କରିବା, ସେ ଦୁଃଖର ସୁଖର ସାଥୀ ହେବା। ତେଣୁ ପଲ ପ୍ରତି ସାବଧାନ। କାହିଁକି ଆଜି ଅନେକ ପ୍ରକାର ବାହାରିଛନ୍ତି, ପଲକୁ ନଷ୍ଟ କରିପାରନ୍ତି, ମଣ୍ଡଳକୁ ଛିନ୍ନ ଭିନ୍ନ କରିପାରନ୍ତି। ତେଣୁ ଆପଣା ପଲ ପ୍ରତି, ମଣ୍ଡଳୀ ପ୍ରତି, ବିଶ୍ୱାସୀ ପ୍ରତି, ପରିବାର ପ୍ରତି, ପିଲାମାନଙ୍କ ପ୍ରତି ସାବଧାନ ରଖିବା ଦରକାର, ଯତ୍ନ ନେବା ଦରକାର, ଦାୟିତ୍ୱ ନେବା ଦରକାର, ତତ୍ତ୍ୱ ନେବା ଦରକାର, ଉତ୍ତମ ଠିକ ପଥ ନେବା ଦରକାର, ଉତ୍ତମ ଶିକ୍ଷା, ଉତ୍ତମ ଖାଦ୍ୟ, ଉତ୍ତମ ପରାମର୍ଶ ଦେଇ ସେମାନଙ୍କୁ ଠିକ ରାସ୍ତାରେ ନେବା ଦରକାର। ତେଣୁ ମୋ ପ୍ରିୟ ପ୍ରଭୁ ଯତ୍ନଶୀଳ ହେବା ଦରକାର। ଆପଣା ପଲ ପ୍ରତି, ଆପଣା ପରିବାର ପ୍ରତି, ମଣ୍ଡଳୀ ପ୍ରତି, ବିଶ୍ୱାସ ପ୍ରତି ଯତ୍ନଶୀଳ ହେବା ଦରକାର, ସାବଧାନ। ନତେ କେତେବେଳେ କଣ ହବ କିଛି କହିପାରିବା ନାହିଁ। ଈଶ୍ୱରଙ୍କ ପ୍ରେମରୁ କିଏ ବିଚ୍ଛେଦ ହେଇଯିବ, ଶୈତାନ କେତେବେଳେ କାହାକୁ ଟାଣି ନେଇଯିବେ, କୋଉଠି ଫାନ୍ଦରେ ପକେଇବେ, ମନେ ରଖିବା ଦରକାର। ତେଣୁ କିଏ କୁଆଡେ ଚିଲେ ଆମେ କହିପାରିବା ନାହିଁ। ତେଣୁ ଆଜି ମଣ୍ଡଳୀ ପ୍ରତି ନିଜ ଗୋଟେ ପାଳକ ହିସାବରେ, ଗୋଟେ ନେତା ହିସାବରେ, ଶିକ୍ଷକ ହିସାବରେ, ଗୋଟେ ପରିବାର କର୍ତ୍ତା ହିସାବରେ ଆପଣା ପଲ ପ୍ରତି, ଆପଣଙ୍କ ପରିବାର ପ୍ରତି, ମଣ୍ଡଳୀ ପ୍ରତି, ବିଶ୍ୱାସ ପ୍ରତି, ପୁତ୍ର କନ୍ୟା ମାନଙ୍କ ପ୍ରତି ସାବଧାନ, ମାନେ ସଚେତନ, ଜାଗ୍ରତ ଓ ଯତ୍ନଶୀଳ ହେବା ଦରକାର। ତେବେ ପ୍ରଭୁ ନିଶ୍ଚିତ ଆମକୁ କଣ କରିବେ, ସେ ସାହାଯ୍ୟ, ସେ ଆଶୀର୍ବାଦ କରିବେ। ତେଣୁ ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମକୁ ସାହାଯ୍ୟ କରନ୍ତୁ, ଆଶୀର୍ବାଦ କରନ୍ତୁ। ଏଇ ଦିନ ମାନଙ୍କରେ ପ୍ରଭୁଙ୍କର ବାକ୍ୟରେ ଲେଖା ହେଲା ପରେ, ଏଣୁ ଯେ ଆପଣଙ୍କୁ ସ୍ଥିର ବୋଲି ମନେ କରେ, ସେ ଯେପରି ପତିତ ନ ହୁଏ, ଏଥିପାଇଁ ସାବଧାନ ହୋ। ଯେ ଆପଣଙ୍କୁ ସ୍ଥିର ବୋଲି ମନେ କରୁଅଛି, ସେ ଯେପରି ପତିତ ନ ହେବ, ସେ ପରିବାର ଯେମିତି ପତିତ ନ ହେବ, ସେ ମଣ୍ଡଳୀ ଯେମିତି ପତିତ ନ ହେବ, ସେ ପିଲାମାନେ ଯେମିତି ପତିତ ନ ହେବେ, ସେ ବିଶ୍ୱାସ ଯେମିତି ପତିତ ନ ହେବ, ନିଜ ବ୍ୟକ୍ତିଗତ ବିଷୟ ଯେପରି ପତିତ ନ ହେବ, ଏଥିପାଇଁ ସାବଧାନ ହେବା। ତେଣୁ ହେ ଖ୍ରୀଷ୍ଟିଆନ ସାବଧାନ। କେତୋଟି ବିଷୟ ଆମେ ଦେଖିଲୁ, ଆମେ 6ଟି ପଏଣ୍ଟ ଦେଖିଲୁ ଯେ ଆମେ ଶୈତାନର ସମସ୍ତ ଶକ୍ତି ଓ ଫାନ୍ଦରୁ ଆମକୁ ସାବଧାନ ହେବା ଦରକାର। ନିଜ ଆଚରଣରେ ସାବଧାନ ହେବା ଦରକାର। ଆଉ ଅନ୍ୟର ଅନିଷ୍ଟ ଚିନ୍ତା ନ କରି ମଙ୍ଗଳ ଚେଷ୍ଟା କରିବା ପାଇଁ ଆମେ ଚେଷ୍ଟା କରିବା। ଉପକାର ବଦଳରେ ଅପକାର ନ କରୁ, ଏଥିପାଇଁ ସାବଧାନ ହେବା ଦରକାର। ଉପକାର କରିବା ବଦଳରେ ଅପକାର ନ କରୁ, ଏଥିପାଇଁ ସାବଧାନ ହେବା ଦରକାର। ଧନ ଲୋଭ ଠାରୁ ସାବଧାନ, ଭଣ୍ଡ ଶିକ୍ଷକ ମାନଙ୍କ ଠାରୁ ସାବଧାନ ଓ ଆପଣା ଆପଣା ପଲ ପ୍ରତି ସାବଧାନ। ଲାଷ୍ଟରେ ଲେଖା ଅଛି, ଲାଷ୍ଟ ପଦ ମୁଁ କହିକି ରଖିବି, ସାର୍ ଆପଣା ପାପ ଠାରୁ ସାବଧାନ ହେବା ଦରକାର। ପାପର ବେତନ ମୃତ୍ୟୁ। ଅନେକ ସମୟରେ ଅନେକ ଲୋକ ପାପର ଜାଲରେ ପଡି ଯାଉଛନ୍ତି, ସମ୍ପୂର୍ଣ୍ଣ ପତନ।
ନଷ୍ଟ ହେଇଯାଉଛି। ଅନେକ ଲୋକ ପାପର ପତରେ ପଡି ଯାଉଛନ୍ତି, ବ୍ୟଭିଚାରରେ ପଡି ଯାଉଛନ୍ତି, ନାନା ପ୍ରକାର ମଦ କାମରେ ପଡି ଯାଉଛନ୍ତି, ନାନା ପାପର ଅଭିଳାଷରେ ପଡି ଯାଉଛନ୍ତି। ଆଜି ଅନେକ ଖ୍ରୀଷ୍ଟ ଯୁବା ଯୁବତୀ ମାନେ, ଖ୍ରୀଷ୍ଟ ପରିବାର ପିଲାମାନେ, ଆଜି ଖ୍ରୀଷ୍ଟ ପରିବାର ମାନେ ଆଜି ପାପର ଅଭିଳାଷ, କୁକର୍ମ, ମଦ କର୍ମ, ପ୍ରଭୁଙ୍କ ଦୃଷ୍ଟି ଯାହାକି ଖରାପ, ପ୍ରଭୁ ଯାହାକି ଭଲ ପାଆନ୍ତି ନାହିଁ, এই ପ୍ରକାର ମନା ପ୍ରକାର ମନ୍ଦ କାର୍ଯ୍ୟରେ, ପାପ କାର୍ଯ୍ୟରେ, ବ୍ୟଭିଚାର କାର୍ଯ୍ୟରେ, ଅନେକ ପ୍ରକାର ଖରାପ କାମରେ, ଖରାପ ଲୋକମାନଙ୍କ ସହିତ ମିଶି ପତନ ହେଇଯାଉଛନ୍ତି। ଏଥିପାଇଁ ସାବଧାନ, ପାପ ଠାରୁ ସାବଧାନ, ପାପର ବେତନ ମୃତ୍ୟୁ। ଏଥିପାଇଁ ସାବଧାନ ହେବା ଦରକାର, ଜାଗ୍ରତ ହେବା ଦରକାର। এই 7ଟି ପଏଣ୍ଟ যেটা ଆମେ ଆଜି ପାଇଛୁ, এই 7ଟି ପଏଣ୍ଟକୁ ଆମେ ସମୀକ୍ଷା କରିବା, ସଚେତନ ଦେଖିବା, ସମୀକ୍ଷା କରିବା, ଜାଗ୍ରତ ହେବା। ମୁଁ ମଧ୍ୟ ବାଦ ପଡିବି ନାହିଁ, ମତେ ମଧ୍ୟ ପାଳ କଲେ ଯଥେଷ୍ଟ ନୁହେଁ, କିନ୍ତୁ ଏଇ ସବୁ 7ଟି ପଏଣ୍ଟ ମଧ୍ୟରୁ ମୋର କଣ ଉଣା ପଡିଛି, ମୋର କଣ ଦୁର୍ବଳତା ଅଛି, ମୁଁ କୋଉଠି ମୋର ୱିକ୍ ଅଛି, ମତେ ଆଜି ସଜାଡ଼ିବା ଦରକାର, ଆଜି ମତେ ପ୍ରସ୍ତୁତ କରିବା ଦରକାର, ମତେ ଜାଗ୍ରତ ହେବା ଦରକାର। ପୁଣି ହୁଏତ ମୁଁ 70 ବର୍ଷର, 60 ବର୍ଷର, 30 ବର୍ଷର, 40 ବର୍ଷର, 50 ବର୍ଷର ସେବା କାର୍ଯ୍ୟ କି ଖ୍ରୀଷ୍ଟିଆନ ହେଇଥାଇପାରେ, ଆଦରୁ ମୋର ମୁଁ ଖ୍ରୀଷ୍ଟିଆନ ହେଇଥାଇପାରେ, କିନ୍ତୁ ଏଇ ସବୁ ବିଷୟରୁ ମୁଁ ସଚେତନ, କେତେ ସଚେତନ, କେତେ ଯତ୍ନଶୀଳ, କେତେ ଜାଗ୍ରତ ଅଛି, କେତେ ମୁଁ ପ୍ରସ୍ତୁତ ଅଛି। ତେଣୁକରି ଆପଣଙ୍କୁ ସ୍ଥିର ବୋଲି ମୁଁ ମନେ କରୁଛି ସତ, କିନ୍ତୁ ପତନ ଯେପରି ନ ହବ, ଏଥିପାଇଁ ହେ ଖ୍ରୀଷ୍ଟିଆନ, ହେ ପାଳକ, ହେ ନେତା, ହେ ଶିକ୍ଷକ, ହେ ମଣ୍ଡଳୀ, ସାଧୁ ମଣ୍ଡଳୀ ସାବଧାନ ରହିବା ଦରକାର, ସଚେତନ ରହିବା ଦରକାର। ତେବେ ପ୍ରଭୁ ନିଶ୍ଚିତ ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ଯୋଉ ଯାତ୍ରାରେ ଅଛୁ, ଏଇଥିରୁ ପ୍ରଭୁ ଆମକୁ ନିଶ୍ଚିତ ବଞ୍ଚିତ କରିବେ, ସୁରକ୍ଷା ଦେବେ, ଆହୁରି ଆଧ୍ୟାତ୍ମିକ ଭାବେ ବୃଦ୍ଧି ସାଧନ ହୋଇ ପ୍ରଭୁଙ୍କ ପାଇଁ ଦିନେ ସାକ୍ଷୀ ସ୍ୱରୂପ ହେଇ ଠିଆ ହେଇପାରିବା। ପ୍ରଭୁ ଏ ଅଳ୍ପ ବାକ୍ୟ ଦ୍ୱାରା ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। এই ঘড়িসন্ধি মুহূর্তে আমি এই প্রকার পরিস্থিতি অছু, প্রভু নিশ্চিত আমাকে সাহায্য করন্তু, কারণ শয়তান সেই সিংহ প্রায় গর্জন খোঁজ বুলুছি পতন করিয়া পায়, নষ্ট করিয়া পায়, গ্রাস করে ছিন্ন ভিন্ন করিয়া পায়। তেমন জাগ্রত হেবা, কারণ বর্তমান শয়তানর রাজ চালিছি। ତେଣୁ ଆମକୁ ସେ ରାଜରେ, ପ୍ରାର୍ଥନାରେ, ବିଶ୍ୱାସରେ, ବାକ୍ୟରେ ଆଉ ପବିତ୍ର ଆତ୍ମାଙ୍କ ଶକ୍ତିରେ ପୂର୍ଣ୍ଣ ହୋଇ ଶୈତାନର ଗଡ଼ ଶକ୍ତିକୁ ଭାଙ୍ଗି ଆମେ ବିଜୟତା ହେବା, ପ୍ରଭୁଙ୍କ ପାଇଁ ସାକ୍ଷୀ ହୋଇ ଆମେ ଠିଆ ହେବା। ତେବେ ପ୍ରଭୁ ନିଶ୍ଚୟ ସାହାଯ୍ୟ କରିବେ। ତେଣୁ ଆମର ହେଇ ଖ୍ରୀଷ୍ଟିଆନ ଆମେ ସାବଧାନ ହୋଇ ପ୍ରଭୁଙ୍କ ପାଇଁ ଆହୁରି ବଢିବା, ତେବେ ପ୍ରଭୁ ନିଶ୍ଚୟ ସାହାଯ୍ୟ କରିବେ। ତେଣୁ ମୋ ଜୀବନରେ ଅନେକ ପ୍ରକାର ପ୍ରତିକୂଳ ପରିସ୍ଥିତି ସେବା କାର୍ଯ୍ୟରେ ଆସିଥାଏ, ଅନେକ ପ୍ରକାର ପ୍ରଲୋଭନ, ଅନେକ ପ୍ରକାର ପ୍ରତିକୂଳ, ତଥାପି ପ୍ରଭୁ ଆଜି ପର୍ଯ୍ୟନ୍ତ ତାଙ୍କର ସେଇ ପ୍ରାର୍ଥନାର ଶକ୍ତି, ବିଶ୍ୱାସର ଶକ୍ତି, ବାକ୍ୟର ଶକ୍ତି, ଆଜି ପବିତ୍ର ଆତ୍ମାଙ୍କର ଶକ୍ତି ଆଉ ଦୃଢ଼ତା ରଖିଥିବା ହେତୁ ଆଜି ସମସ୍ତ ବିଷୟରୁ ପ୍ରତିକୂଳ ପରିସ୍ଥିତି ଅନେକ ପ୍ରକାର ଆସିଲେ ମଧ୍ୟ ପ୍ରଭୁ ମତେ କେବେ ନିରାଶ କରୁନାହାନ୍ତି, ବିଜୟତାର ସହିତ ସାକ୍ଷୀ ହୋଇ ପ୍ରଭୁଙ୍କ ପାଇଁ ଠିଆ ହେବା ପ୍ରଭୁ ଶକ୍ତି ଦେଇଛନ୍ତି, ବଳ ଦେଇଛନ୍ତି, କେବଳ ସେଇ ପ୍ରାର୍ଥନା ଶକ୍ତି। ତେଣୁ ପ୍ରିୟ ପ୍ରଭୁ ଆପଣମାନଙ୍କୁ ମଧ୍ୟ ପ୍ରଭୁ ସେ ଶକ୍ତି ବଳ ଦିଅନ୍ତୁ। ପ୍ରତିଟି ଅବସ୍ଥାରେ ପରିସ୍ଥିତି ଆସିଲେ ମଧ୍ୟ ଭାଙ୍ଗି ନ ପଡି ପ୍ରଭୁଙ୍କର ବିଶ୍ୱାସ ସ୍ଥିର ହୋଇ ପ୍ରଭୁଙ୍କ ପାଇଁ ସାବଧାନର ସହିତ ସଚେତନ ହୋଇ ଜାଗ୍ରତ ରହି ପ୍ରଭୁଙ୍କ ପାଇଁ ବ୍ୟବହାର ହେବା, ସାକ୍ଷୀ ସ୍ୱରୂପ ହେବା, ପ୍ରଭୁ ନିଶ୍ଚୟ ସାହାଯ୍ୟ କରିବେ। ପ୍ରଭୁ এই ଅଳ୍ପ ବାକ୍ୟରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ, ନମସ୍କାର। ଧନ୍ୟବାଦ ଆଜ୍ଞା, ସୁନ୍ଦର ବାକ୍ୟ ନିମନ୍ତେ। ଆସନ୍ତୁ ଆମେ ଏକ ଉଚ୍ଚ କରତାଳ ମାଧ୍ୟମରେ ଆଜ୍ଞାକୁ ଧନ୍ୟବାଦ ଦେବା। 7ଟି ପଏଣ୍ଟକୁ ନେଇକି ସୁନ୍ଦର ଭାବରେ ପଦପର୍ବ ସହିତ ଆଉ ପ୍ରଭୁଙ୍କର ବାକ୍ୟ ପରିବେଷଣ କରିଛନ୍ତି। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ପ୍ରଭୁ ଏଇଭଳି ଭାବରେ ଆପଣଙ୍କୁ ସଦା ସର୍ବଦା ସୁସ୍ଥ ସବଳ ଶରୀର ରଖି ତାଙ୍କର ସେବା କାର୍ଯ୍ୟ ନିମନ୍ତେ, ରାଜ୍ୟ କାର୍ଯ୍ୟ ବିସ୍ତାର ନିମନ୍ତେ ସଦା ସର୍ବଦା ଅନଲାଇନ ଅଫଲାଇନରେ ବ୍ୟବହାର କରୁଥାନ୍ତୁ, ପରିବାରକୁ ଆଶୀର୍ବାଦ କରନ୍ତୁ। ପ୍ରେଜ୍ ଦ ଲର୍ଡ ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ଏତେବେଳେ ଆମେ ଆନାଉନ୍ସମେଣ୍ଟ ଶୁଣିବାକୁ ଯିବା। ମୁଁ ଅନୁରୋଧ କରିବି ଆମ ମଧ୍ୟରେ ହୋଷ୍ଟ ଆଜ୍ଞାକୁ, ସେ ଆସିବେ ଆଉ ଆଜିର ଆନାଉନ୍ସମେଣ୍ଟ ପ୍ରକାଶ କରିବେ। ଆଜ୍ଞା ନମସ୍କାର, ପ୍ରେଜ୍ ଦ ଲର୍ଡ। ଆଜ୍ଞା ନମସ୍କାର, ପ୍ରେଜ୍ ଦ ଲର୍ଡ। ଠିକ ଅଛି, ତାଙ୍କର ବୋଧେ ନେଟୱାର୍କ ପ୍ରୋବ୍ଲେମ ରହୁଛି। ପରୀକ୍ଷା ଆଜ୍ଞା ବି